ଏଜ୍ରାଙ୍କ ପୁସ୍ତକ ଅଧ୍ୟାୟ 1 କୋରସଙ୍କ ଘୋଷଣାନାମା। ଜିରିମିୟଙ୍କ ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳାର୍ଥେ ପାରସ୍ୟର ରାଜା କୋରସଙ୍କ ରାଜତ୍ୱର ପ୍ରଥମ ବର୍ଷରେ ସଦାପ୍ରଭୁ ପାରସ୍ୟର ରାଜା କୋରସର ମନକୁ ଉଦ୍ଦୀପିତ କରନ୍ତେ ସେ ଆପଣା ରାଜ୍ୟର ସର୍ବତ୍ର ଘୋଷଣା କରାଇ ମଧ୍ୟ ଲେଖାଇ ଏହି କଥା ପ୍ରଚାର କରାଇଲା, ଯଥା ପାରସ୍ୟର ରାଜା କୋରସ ଏହା କହନ୍ତି, ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର ପୃଥିବୀର ସମସ୍ତ ରାଜ୍ୟ ଆମ୍ଭକୁ ପ୍ରଦାନ କରିଅଛନ୍ତି, ଆଉ ସେ ଜିହୁଦା ଦେଶସ୍ଥ ଜିରୁସାଲମରେ ତାହାଙ୍କ ପାଇଁ ଏକ ଗୃହ ନିର୍ମାଣ କରିବାକୁ ଆମ୍ଭକୁ ଆଜ୍ଞା କରିଅଛନ୍ତି। ତାହାଙ୍କର ସମଗ୍ର ଲୋକଙ୍କ ମଧ୍ୟରେ ତୁମ୍ଭମାନଙ୍କର ଯେ କେହି ହେଉ, ତାହାର ପରମେଶ୍ୱର ତାହାର ସହବର୍ତ୍ତୀ ହେଉନ୍ତୁ ଓ ସେ ଜିହୁଦା ଦେଶସ୍ଥିତ ଜିରୁସାଲମକୁ ଯାତ୍ରା କରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଜିରୁସାଲମସ୍ଥ ଗୃହ ନିର୍ମାଣ କରୁ। ସେ ପରମେଶ୍ୱର ଅଟନ୍ତି। ଆଉ ଯେ କେହି ଯେକୌଣସି ସ୍ଥାନରେ ଅବଶିଷ୍ଟ ଥାଇ ପ୍ରବାସ କରୁଅଛି, ତାହାର ସେହି ସ୍ଥାନସ୍ଥ ଲୋକମାନେ ପରମେଶ୍ୱରଙ୍କ ଜିରୁସାଲମସ୍ଥ ଗୃହ ନିମନ୍ତେ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଛଡ଼ା ରୂପା ଓ ସୁନା, ନାନା ଦ୍ରବ୍ୟ ଓ ପଶୁ ଦେଇ ତାହାର ସାହାଯ୍ୟ କରନ୍ତୁ। ସେତେବେଳେ ଜିହୁଦାର ଓ ବିନ୍ୟାମିନର ପିତୃବଂଶୀୟ ପ୍ରଧାନମାନେ ଆଉ ଯାଜକମାନେ ଓ ଲେବୀୟମାନେ, ଅର୍ଥାତ୍ ସଦାପ୍ରଭୁଙ୍କ ଜିରୁସାଲମସ୍ଥ ଗୃହ ନିର୍ମାଣାର୍ଥେ ଯାତ୍ରା କରିବା ପାଇଁ ପରମେଶ୍ୱର ଯେଉଁ ସମସ୍ତଙ୍କ ମନକୁ ଉଦ୍ଦୀପିତ କଲେ, ସେମାନେ ଉଠିଲେ। ପୁଣି ସ୍ୱେଚ୍ଛାଦତ୍ତ ଦ୍ରବ୍ୟ ଛଡ଼ା ସେମାନଙ୍କ ଚତୁର୍ଦିଗସ୍ଥ ଲୋକ ସମସ୍ତେ ରୌପ୍ୟମୟ ପାତ୍ର, ସ୍ୱର୍ଣ୍ଣ, ନାନା ଦ୍ରବ୍ୟ ଓ ପଶୁ ଓ ବହୁମୂଲ୍ୟ ଦ୍ରବ୍ୟ ଦେଇ ସେମାନଙ୍କର ହସ୍ତ ସବଳ କଲେ। ଆଉ ନବୁକଦ୍ନେସର ସଦାପ୍ରଭୁଙ୍କ ଗୃହର ଯେ ସକଳ ପାତ୍ର ଜିରୁସାଲମରୁ ଆଣି ଆପଣା ଦେବ ମନ୍ଦିରରେ ରଖିଥିଲା, କୋରସ ରାଜା ତାହା ସବୁ ବାହାର କରି ଆଣିଲା। ପାରସ୍ୟର ରାଜା କୋରସ କୋଷାଧ୍ୟକ୍ଷ ମିତ୍ରଦାତର ହସ୍ତ ଦ୍ୱାରା ତାହା ସବୁ ବାହାର କରି ଆଣି ଜିହୁଦାର ଅଧିପତି ଶେଷ ବର୍ଷରକୁ ଗଣନା କରିଦେଲା। ସେହି ଦ୍ରବ୍ୟର ସଂଖ୍ୟା ଏହି: 30 ସୁନା ଥାଳି, 1000 ରୂପା ଥାଳି, 29 ଛୁରୀ, 30 ସ୍ୱର୍ଣ୍ଣମୟ ପାନପାତ୍ର, 410 ରୌପ୍ୟମୟ ମଧ୍ୟମ ପାନପାତ୍ର, ପୁଣି 100 ଅନ୍ୟାନ୍ୟ ପାତ୍ର, ସର୍ବସୁଦ୍ଧା 5400 ସ୍ୱର୍ଣ୍ଣ ଓ ରୌପ୍ୟମୟ ପାତ୍ର ଥିଲା। ବନ୍ଦୀ ଲୋକମାନେ ବାବିଲରୁ ଜିରୁସାଲମକୁ ଅଣାଯିବା ସମୟରେ ଶେଷ ବର୍ଷର ଏହିସବୁ ଦ୍ରବ୍ୟ ଆଣିଲା। ଏଜ୍ରାଙ୍କ ପୁସ୍ତକ ଅଧ୍ୟାୟ 2 ନିର୍ବାସିତଙ୍କ ପ୍ରତ୍ୟାବର୍ତ୍ତନ। ଯେଉଁମାନେ ବନ୍ଦୀ ରୂପେ ନୀତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକେ ଜିରୁସାଲମ ଓ ଜିହୁଦାସ୍ଥିତ ଆପଣା ଆପଣା ନଗରକୁ ଫେରି ଆସିଲେ। ବାବିଲର ରାଜା ନବୁକଦ୍ନେସର ଏମାନଙ୍କୁ ବାବିଲକୁ ନେଇ ଯାଇଥିଲେ। ଏମାନେ ଜୁରୁବାବିଲ, ଜେସୁୟ, ନିହିମିଆ, ସରାୟ, ରିଏଲାୟ, ମର୍ଦଖୟ, ବିଲସନ, ମିସ୍ପର, ବିଗବୟ, ରହୁମ ଓ ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲ ବଂଶୀୟ ପୁରୁଷମାନଙ୍କର ସଂଖ୍ୟା ଏହି, ଯଥା ପରିୟୋସର ସନ୍ତାନ 2172 ଜଣ, ସଫଟିୟର ସନ୍ତାନ 372 ଜଣ, ଆରହର ସନ୍ତାନ 775 ଜଣ, ଜେସୁୟ ଓ ଜୋୟାବର ସନ୍ତାନମାନଙ୍କ ମଧ୍ୟରୁ ପହତ ମୋୟାବର ସନ୍ତାନ 2812 ଜଣ, ଏଲମର ସନ୍ତାନ 1254 ଜଣ, ସତୁର ସନ୍ତାନ 945 ଜଣ, ସକୟର ସନ୍ତାନ 760 ଜଣ, ବାନିର ସନ୍ତାନ 642 ଜଣ, ବେବୟର ସନ୍ତାନ 623 ଜଣ, ଅସ୍ଗୋଦର ସନ୍ତାନ 1222 ଜଣ, ଅଦୋନିକାମର ସନ୍ତାନ 666 ଜଣ, ବିଗବୟର ସନ୍ତାନ 2056 ଜଣ, ଆଦିନର ସନ୍ତାନ 454 ଜଣ, ହିଜକିୟର ବଂଶଜାତ ଆଟେରର ସନ୍ତାନ 98 ଜଣ, ବେତ୍ସୟର ସନ୍ତାନ 323 ଜଣ, ଜୋରାହର ସନ୍ତାନ 112 ଜଣ, ହସୁମର ସନ୍ତାନ 223 ଜଣ, ଗିବରର ସନ୍ତାନ 95 ଜଣ, ବେଥଲିହିମର ସନ୍ତାନ 123 ଜଣ, ନୋଟଫାର ଲୋକ 56 ଜଣ, ଅନାଥୋତର ଲୋକ 128 ଜଣ, ଅସ୍ମାବତ୍ର ସନ୍ତାନ 42 ଜଣ, କିରିୟତ ଜିଆରିମ ଓ କଫିରା ଓ ବେରତର ସନ୍ତାନ 743 ଜଣ, ରାମାର ଓ ଗେବାର ସନ୍ତାନ 621 ଜଣ, ମିକ୍ମସର ଲୋକ 122 ଜଣ, ବେଥେଲର ଓ ଅୟର ଲୋକ 223 ଜଣ, ନବର ସନ୍ତାନ 52 ଜଣ, ମଗବିସର ସନ୍ତାନ 156 ଜଣ, ଅନ୍ୟ ଏଲମର ସନ୍ତାନ 1254 ଜଣ, ହାରିମର ସନ୍ତାନ 320 ଜଣ, ଲୋଦ ଓ ହାଦିଦ ଓ ଅନର ସନ୍ତାନ 725 ଜଣ,
ଜିରିହୋର ସନ୍ତାନ 345 ଜଣ, ସନାୟାର ସନ୍ତାନ 3630 ଜଣ। ଯାଜକମାନଙ୍କ ସଂଖ୍ୟା ଜେସୁୟ ବଂଶଜ ଜିଦଇୟର ସନ୍ତାନ 973 ଜଣ, ଇମେରର ସନ୍ତାନ 1052 ଜଣ, ପଶହୁରର ସନ୍ତାନ 1247 ଜଣ, ହାରିମ୍ର ସନ୍ତାନ 1017 ଜଣ। ଲେବୀୟମାନଙ୍କ ସଂଖ୍ୟା ହଦବିୟର ସନ୍ତାନମାନଙ୍କ ମଧ୍ୟରୁ ଜେସୁୟ ଓ କଦ୍ମିଏଲର ସନ୍ତାନ 74 ଜଣ। ଗାୟକମାନଙ୍କ ସଂଖ୍ୟା ଆସଫର ସନ୍ତାନ 128 ଜଣ। ଦ୍ୱାରପାଳମାନଙ୍କ ସନ୍ତାନଗଣର ସଂଖ୍ୟା ସଲୁମର ସନ୍ତାନ, ଆଟେରର ସନ୍ତାନ, ଟଲମୁନର ସନ୍ତାନ, ଅକବୁର ସନ୍ତାନ, ହଟିଟାର ସନ୍ତାନ, ସୋବୟର ସନ୍ତାନ, ସର୍ବସୁଦ୍ଧା 139 ଜଣ। ନଥିନୀୟ ଲୋକମାନେ ସିହର ସନ୍ତାନଗଣ, ହସୁଫାର ସନ୍ତାନଗଣ, ଟବାୟତର ସନ୍ତାନଗଣ, କେରୋସର ସନ୍ତାନଗଣ, ସିଏର ସନ୍ତାନଗଣ, ପାଦନର ସନ୍ତାନଗଣ, ଲବାନାର ସନ୍ତାନଗଣ, ହଗାବର ସନ୍ତାନଗଣ, ଅକୁବର ସନ୍ତାନଗଣ, ହାଗାବର ସନ୍ତାନଗଣ, ସମଲୟର ସନ୍ତାନଗଣ, ହାନାନର ସନ୍ତାନଗଣ, ଗିଦେଲର ସନ୍ତାନଗଣ, ଗହରର ସନ୍ତାନଗଣ, ରାୟାର ସନ୍ତାନଗଣ, ରତ୍ସିନର ସନ୍ତାନଗଣ, ନକୋଦର ସନ୍ତାନଗଣ, ଗସମର ସନ୍ତାନଗଣ, ଉସର ସନ୍ତାନଗଣ, ପାସେହର ସନ୍ତାନଗଣ, ବେସୟର ସନ୍ତାନଗଣ, ଅସ୍ନାର ସନ୍ତାନଗଣ, ମିଉନିମର ସନ୍ତାନଗଣ, ନଫିସିମର ସନ୍ତାନଗଣ, ବକବୁକର ସନ୍ତାନଗଣ, ହକୁଫାର ସନ୍ତାନଗଣ, ହରହୁରର ସନ୍ତାନଗଣ, ବସଲୁତର ସନ୍ତାନଗଣ, ମହିଦାର ସନ୍ତାନଗଣ, ହର୍ଷାର ସନ୍ତାନଗଣ, ବରକୋସର ସନ୍ତାନଗଣ, ସିସୋରାର ସନ୍ତାନଗଣ, ତେମହର ସନ୍ତାନଗଣ, ନତ୍ସିହର ସନ୍ତାନଗଣ, ହଟିଫାର ସନ୍ତାନଗଣ। ସଲୋମନର ଦାସମାନଙ୍କ ସନ୍ତାନଗଣ ସୋଟୟର ସନ୍ତାନଗଣ, ହସୋଫେରତର ସନ୍ତାନଗଣ, ପରୁଦାର ସନ୍ତାନଗଣ, ଜାଳାର ସନ୍ତାନଗଣ, ଦର୍କଣର ସନ୍ତାନଗଣ, ଗିଦେଲର ସନ୍ତାନଗଣ, ସଫଟିୟର ସନ୍ତାନଗଣ, ହଟିଲର ସନ୍ତାନଗଣ, ପୋଖେରଥ ହତ୍ସବାଇମର ସନ୍ତାନଗଣ, ଆମିର ସନ୍ତାନଗଣ। ନଥିନୀୟ ଲୋକମାନେ ଓ ସଲୋମନର ଦାସମାନଙ୍କ ସନ୍ତାନଗଣ ସର୍ବସୁଦ୍ଧା 392 ଜଣ। ପୁଣି ତେଲମେଲହ, ତେଲହର୍ଷା, କରୁବ, ଅଦନ ଓ ଇମେର ଏହି ସକଳ ସ୍ଥାନରୁ ଲୋକ ଆସିଲେ। ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସେହି ଲୋକମାନେ ଏହି ଯଥା ଦଲଇୟର ସନ୍ତାନ, ଟୋବିୟର ସନ୍ତାନ, ନକୋଦର ସନ୍ତାନ 652 ଜଣ। ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ ଅବାୟାର ସନ୍ତାନଗଣ, ହକୋସର ସନ୍ତାନଗଣ, ବର୍ଷିଲୟର ସନ୍ତାନଗଣ। ଏହି ବର୍ଷିଲୟ ଗିଲିୟଦୀୟ ବର୍ଷିଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମାନୁସାରେ ଖ୍ୟାତ ହୋଇଥିଲା। ଏମାନେ ବଂଶାବଳୀ କ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀ ପତ୍ର ଅନ୍ୱେଷଣ କଲେ, ମାତ୍ର ପାଇଲେ ନାହିଁ। ଏହେତୁ ଏମାନେ ଅଶୁଚି ଗଣିତ ହୋଇ ଯାଜକ ପଦଚ୍ୟୁତ ହେଲେ। ପୁଣି ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ ଉରିମ୍ ଓ ତୁମିମ୍ ଧାରୀ କୌଣସି ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ସେମାନେ ପବିତ୍ର ବସ୍ତୁ ଭୋଜନ କରିବେ ନାହିଁ। ଆଉ ଏକତ୍ରୀକୃତ ସମସ୍ତ ସମାଜ 42,360 ଜଣ ଥିଲେ। ଏହାଛଡ଼ା ସେମାନଙ୍କର ଦାସଦାସୀ 7,337 ଜଣ ଥିଲେ। ଆହୁରି ସେମାନଙ୍କର 200 ଗାୟକ ଗାୟିକା ଥିଲେ। ସେମାନଙ୍କର 736 ଅଶ୍ୱ, 245 ଖଚର, 435 ଓଟ, 6,720 ଗର୍ଦ୍ଧବ ଥିଲେ। ଏଥିଉତ୍ତାରେ ପିତୃବଂଶୀୟ କେତେକ ପ୍ରଧାନ ଲୋକ ସଦାପ୍ରଭୁଙ୍କ ଜିରୁସାଲମସ୍ଥିତ ଗୃହରେ ଉପସ୍ଥିତ ହୁଅନ୍ତେ ପରମେଶ୍ୱରଙ୍କର ସେହି ଗୃହ ସ୍ୱସ୍ଥାନରେ ସ୍ଥାପନ କରିବା ପାଇଁ ସ୍ୱେଚ୍ଛାପୂର୍ବକ ଦାନ କଲେ। ସେମାନେ ଆପଣା ଆପଣା ଶକ୍ତି ଅନୁସାରେ ସେହି କର୍ମର ଭଣ୍ଡାରରେ 61,000 ଡ୍ରାକ୍ମ ସ୍ୱର୍ଣ୍ଣ ମୁଦ୍ରା ଓ 5,000 ପାଉଣ୍ଡ ରୂପା ଓ ଯାଜକମାନଙ୍କ ନିମନ୍ତେ 100 ବସ୍ତ୍ର ଦେଲେ। ପୁଣି ଯାଜକମାନେ ଓ ଲେବୀୟମାନେ ଓ ଲୋକମାନଙ୍କ ମଧ୍ୟରୁ କେତେକ, ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥିନୀୟମାନେ ଆପଣା ଆପଣା ନଗରରେ ଓ ସମଗ୍ର ଇସ୍ରାଏଲ ଆପଣା ଆପଣା ନଗରରେ ବାସ କଲେ। ଏଜ୍ରାଙ୍କ ପୁସ୍ତକ ଅଧ୍ୟାୟ 3। ଯଜ୍ଞ ବେଦୀର ପୁନଃନିର୍ମାଣ। ଆଉ ସପ୍ତମ ମାସ ଉପସ୍ଥିତ ହେଲା। ପୁଣି ଇସ୍ରାଏଲ ସନ୍ତାନଗଣ ସେହି ସବୁ ନଗରରେ ଥିଲେ। ସେତେବେଳେ ଲୋକମାନେ ଏକ ବ୍ୟକ୍ତି ତୁଲ୍ୟ ଏକ ମନ ହୋଇ ଜିରୁସାଲମରେ ଏକତ୍ରିତ ହେଲେ। ତହିଁରେ ଯୋସାଦକର ପୁତ୍ର ଜେସୁୟ ଓ ତାହାର ଯାଜକ ଭ୍ରାତୃଗଣ ଓ ସଲ୍ଟିଏଲର ପୁତ୍ର ଜିରୁବାବିଲ ଓ ତାହାର ଭ୍ରାତୃଗଣ ଉଠି ପରମେଶ୍ୱରଙ୍କ ଲୋକ ମୋଶାଙ୍କର ବ୍ୟବସ୍ଥାର ଲିଖନାନୁସାରେ ହୋମବଳି ଉତ୍ସର୍ଗ କରିବା ପାଇଁ
ଇସ୍ରାଏଲର ପରମେଶ୍ୱରଙ୍କ ଯଜ୍ଞବେଦୀ ନିର୍ମାଣ କଲେ। ପୁଣି ସେମାନେ ନାନା ଦେଶୀୟ ଲୋକମାନଙ୍କ ସକାଶୁ ଭୀତ ହେବାରୁ ଯଜ୍ଞବେଦୀକୁ ତହିଁର ଭିତ୍ତିମୂଳ ଉପରେ ସ୍ଥାପନ କଲେ, ଆଉ ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଅର୍ଥାତ୍ ପ୍ରଭାତୀୟ ଓ ସନ୍ଧ୍ୟାକାଳୀନ ହୋମବଳି ଉତ୍ସର୍ଗ କଲେ। ଏଥି ଉତ୍ତାରେ ସେମାନେ ଲିଖନାନୁସାରେ ପତ୍ରକୁଟୀର ପର୍ବ ପାଳନ କଲେ ଓ ପ୍ରତିଦିନର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ବିଧିମତେ ସଂଖ୍ୟାନୁସାରେ ପ୍ରାତ୍ୟହିକ ହୋମବଳି ଉତ୍ସର୍ଗ କଲେ। ଏଥି ଉତ୍ତାରେ ସେମାନେ ନିତ୍ୟ ହୋମବଳି ଆଉ ଅମାବାସ୍ୟାର ଓ ସଦାପ୍ରଭୁଙ୍କ ପବିତ୍ରୀକୃତ ସକଳ ନିରୂପିତ ପର୍ବର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଉତ୍ସର୍ଗକାରୀ ପ୍ରତ୍ୟେକ ଲୋକର ଉପହାର ଉତ୍ସର୍ଗ କରିବାକୁ ଲାଗିଲେ। ସପ୍ତମ ମାସର ପ୍ରଥମ ଦିନଠାରୁ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବାକୁ ଆରମ୍ଭ କଲେ। ମାତ୍ର ସେ ସମୟରେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପିତ ହୋଇନଥିଲା। ମନ୍ଦିରର ପୁନଃନିର୍ମାଣ ଆଉ ସେମାନେ ପାରସ୍ୟର ରାଜା କୋରସର ଅନୁମତି ଅନୁସାରେ ରାଜମିସ୍ତ୍ରୀ ଓ ସୂତ୍ରଧରମାନଙ୍କୁ ମୁଦ୍ରା ଦେଲେ। ପୁଣି ଲିବାନନଠାରୁ ଜାଫସ୍ଥିତ ସମୁଦ୍ର ତୀର ପର୍ଯ୍ୟନ୍ତ ଏରସ କାଷ୍ଠ ଆଣିବା ପାଇଁ ସିଦୋନୀୟ ଓ ସୋରୀୟ ଲୋକମାନଙ୍କୁ ଖାଦ୍ୟ ଓ ପେୟଦ୍ରବ୍ୟ ଓ ତୈଳ ଦେଲେ। ପରମେଶ୍ୱରଙ୍କ ଜିରୁସାଲମସ୍ଥିତ ଗୃହକୁ ସେମାନଙ୍କ ଆଗମନର ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସରେ ସଲଟିଏଲର ପୁତ୍ର ଜିରୁବାବିଲ ଓ ଯୋସାଦକର ପୁତ୍ର ଜେସୁୟ ଓ ସେମାନଙ୍କର ଅବଶିଷ୍ଟ ଯାଜକ ଓ ଲେଭୀୟ ଭ୍ରାତୃଗଣ ଓ ବନ୍ଦୀଦଶାରୁ ଜିରୁସାଲମକୁ ଆଗତ ଲୋକ ସମସ୍ତେ ଆରମ୍ଭ କରି ସଦାପ୍ରଭୁଙ୍କ ଗୃହ କାର୍ଯ୍ୟର ତତ୍ତ୍ୱାବଧାରଣ ନିମନ୍ତେ 20 ବର୍ଷ ଓ ତତୋଧିକ ବୟସ୍କ ଲେବୀୟମାନଙ୍କୁ ନିଯୁକ୍ତ କଲେ। ସେତେବେଳେ ଜେସୁୟ ତାହାର ପୁତ୍ର ଓ ଭ୍ରାତୃଗଣ, କଦ୍ମିଏଲ ଓ ତାହାର ପୁତ୍ରଗଣ, ଜେହୁଦାର ପୁତ୍ରଗଣ ପରମେଶ୍ୱରଙ୍କ ଗୃହରେ କର୍ମକାରୀମାନଙ୍କ ତତ୍ତ୍ୱାବଧାରଣର ଭାର ପ୍ରାପ୍ତ ହେବା ନିମନ୍ତେ ଏକତ୍ର ଠିଆ ହେଲେ। ହେନାଦଦର ପୁତ୍ରଗଣ ସେମାନଙ୍କ ପୁତ୍ର ଓ ଭ୍ରାତୃଗଣ ତଦ୍ରୂପ କଲେ। ଏମାନେ ଲେବୀୟ ଲୋକ। ଆଉ ନିର୍ମାଣକାରୀମାନେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଇବା ବେଳେ ସେମାନେ ଇସ୍ରାଏଲର ରାଜା ଦାଉଦଙ୍କ ନିରୂପଣାନୁସାରେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ନିଜ ନିଜ ବସ୍ତ୍ର ପରିହିତ ଯାଜକମାନଙ୍କୁ ତୁରୀ ସହିତ ଓ ଆସଫର ସନ୍ତାନ ଲେବୀୟଗଣଙ୍କୁ କରତାଳ ସହିତ ସ୍ଥାପନ କଲେ। ପୁଣି ସେମାନେ ସଦାପ୍ରଭୁଙ୍କୁ ପ୍ରଶଂସା ଓ ଧନ୍ୟବାଦ ଦେଇ ଏକ ଆରେକ ପ୍ରତି ଗାନ କରି କହିଲେ, ସେ ମଙ୍ଗଳମୟ, ଯେହେତୁ ଇସ୍ରାଏଲ ପ୍ରତି ତାହାଙ୍କର କରୁଣା ଅନନ୍ତକାଳ ସ୍ଥାୟୀ। ଆଉ ସଦାପ୍ରଭୁଙ୍କ ଗୃହର ଭିତ୍ତିମୂଳ ବସାଯିବା ସକାଶୁ ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବା ବେଳେ ସମଗ୍ର ଲୋକ ଉଚ୍ଚସ୍ୱରରେ ଜୟଧ୍ୱନି କଲେ। ମାତ୍ର ଯେଉଁ ଯାଜକ ଓ ଲେବୀୟ ଓ ପିତୃବଂଶର ପ୍ରଧାନ ପ୍ରାଚୀନ ଲୋକମାନେ ପ୍ରଥମ ଗୃହ ଦେଖିଥିଲେ, ସେମାନଙ୍କ ଦୃଷ୍ଟିଗୋଚରରେ ଏହି ଗୃହର ଭିତ୍ତିମୂଳ ବସାଯିବା ବେଳେ ସେମାନଙ୍କ ମଧ୍ୟରୁ ଅନେକେ ଉଚ୍ଚସ୍ୱରରେ ରୋଦନ କଲେ ଓ ଅନେକେ ଆନନ୍ଦ ସକାଶୁ ଜୟଧ୍ୱନି କଲେ। ତହିଁରେ ଲୋକମାନେ ଆନନ୍ଦ ଧ୍ୱନିର ଓ ଜନତାର କ୍ରନ୍ଦନ ଶବ୍ଦର ପ୍ରଭେଦ କରିପାରିଲେ ନାହିଁ, ଯେଣୁ ଲୋକମାନେ ଉଚ୍ଚସ୍ୱରରେ ମହାଧ୍ୱନି କଲେ ଆଉ ତହିଁର ଶବ୍ଦ ଅତି ଦୂରକୁ ଶୁଣାଗଲା। ଏଜ୍ରାଙ୍କ ପୁସ୍ତକ ଅଧ୍ୟାୟ 4 ପୁନଃନିର୍ମାଣରେ ବିରୋଧ। ଏଥି ଉତ୍ତାରେ ବନ୍ଦିତ୍ୱର ସନ୍ତାନଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରୁଅଛନ୍ତି ବୋଲି ଜିହୁଦାର ଓ ବିନ୍ୟାମିନର ବିପକ୍ଷମାନେ ଶୁଣିଲେ। ସେତେବେଳେ ସେମାନେ ଜିରୁବାବିଲ ଓ ପିତୃବଂଶ ପ୍ରଧାନ ବର୍ଗଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, ଆମ୍ଭେମାନେ ତୁମ୍ଭମାନଙ୍କ ସଙ୍ଗେ ନିର୍ମାଣ କରୁ, କାରଣ ଯେପରି ତୁମ୍ଭେମାନେ ସେପରି ଆମ୍ଭେମାନେ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରୁଅଛୁ। ଆଉ ଅଶ୍ଶୂରୀୟ ରାଜା ଏସରହଦ୍ଦୋନ ଯେ ଆମ୍ଭମାନଙ୍କୁ ଏଠାକୁ ଆଣିଅଛି, ତାହାର ସମୟଠାରୁ ଆମ୍ଭେମାନେ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରୁଅଛୁ। ମାତ୍ର ଜିରୁବାବିଲ ଓ ଜେସୁୟ ଓ ଇସ୍ରାଏଲର ଅନ୍ୟ ପିତୃବଂଶର ପ୍ରଧାନମାନେ ସେମାନଙ୍କୁ କହିଲେ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବା ବିଷୟରେ ଆମ୍ଭମାନଙ୍କ ସଙ୍ଗେ ତୁମ୍ଭମାନଙ୍କର କୌଣସି ସମ୍ପର୍କ ନାହିଁ। ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ୟ ରାଜା କୋରସ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭେମାନେ ଆପେ ଏକତ୍ରିତ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରିବା। ତହିଁରେ ଦେଶସ୍ଥ ଲୋକମାନେ ଜିହୁଦାର ଲୋକମାନଙ୍କ ହସ୍ତ ଦୁର୍ବଳ କରିବାକୁ ଓ ନିର୍ମାଣ କାର୍ଯ୍ୟରେ ସେମାନଙ୍କୁ କ୍ଲେଶ ଦେବାକୁ ଲାଗିଲେ। ପୁଣି ସେମାନଙ୍କ ଅଭିପ୍ରାୟ ବିଫଳ କରିବା ପାଇଁ ପାରସ୍ୟ ରାଜା କୋରସର ଯାବଜ୍ଜୀବନ ଓ ପାରସ୍ୟ ରାଜା ଦାରିଆବସଙ୍କର ଅଧିକାର ପର୍ଯ୍ୟନ୍ତ ସେମାନଙ୍କ ବିରୁଦ୍ଧରେ ମନ୍ତ୍ରଣାକାରୀମାନଙ୍କୁ ବେତନ ଦେଇ ରଖିଲେ। ଆଉ ଅକ୍ଷୁଶ୍ୱେରସର ସମୟରେ ତାହାର ରାଜତ୍ୱର ଆରମ୍ଭରେ ସେମାନେ ଜିହୁଦା ଓ ଜିରୁସାଲମ ନିବାସୀମାନଙ୍କ ବିରୁଦ୍ଧରେ ଏକ ଅପବାଦ ପତ୍ର ଲେଖିଲେ।
ଅର୍ତ୍ତକ୍ଷସ୍ତର ପତ୍ର। ପୁନଶ୍ଚ ଅର୍ତ୍ତକ୍ଷସ୍ତର ଅଧିକାର ସମୟରେ ବିଶ୍ଳମ, ମିତ୍ରଦାତ, ଟାବେଲ ଓ ତାହାର ଅନ୍ୟ ସଙ୍ଗୀମାନେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ। ସେହି ପତ୍ର ଅରାମୀୟ ଅକ୍ଷରରେ ଲିଖିତ ଓ ଅରାମୀୟ ଭାଷାରେ ରଚିତ ହୋଇଥିଲା। ରହୁମ ମନ୍ତ୍ରୀ ଓ ସିମସୟ ଲେଖକ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଜିରୁସାଲମ ବିରୁଦ୍ଧରେ ଏହି ପ୍ରକାର ପତ୍ର ଲେଖିଲେ। ରହୁମ ମନ୍ତ୍ରୀ ଓ ସିମସୟ ଲେଖକ ଓ ସେମାନଙ୍କର ଅନ୍ୟ ସଙ୍ଗୀ ସମସ୍ତେ ଅର୍ଥାତ୍ ଦିନୀୟ ଓ ଅଫରସ୍ତକ୍ଷୀୟ, ଟର୍ପଲିୟ, ଅର୍ଫସୀୟ, ଅର୍କବୀୟ, ଦିନୀୟ ଓ ଅଫରସ୍ତକ୍ଷୀୟ, ଟର୍ପଲିୟ, ଅଫରସୀୟ, ଅର୍କବୀୟ, ବାବେଲୀୟ, ସୁସନୀୟ, ତ୍ୱେହୀୟ, ଏଲମୀୟ ଲୋକମାନେ ଆଉ ମହାମହିମ ସମ୍ଭ୍ରାନ୍ତ ଅସ୍ନପ୍ସର ଦ୍ୱାରା ଆନିତ ପୁଣି ସମରିଆ ନଗରରେ ଓ ଫରାତ ନଦୀ ସେପାରିସ୍ଥ ଦେଶର ଅନ୍ୟାନ୍ୟ ସ୍ଥାନରେ ସ୍ଥାପିତ ଇତ୍ୟାଦି ଗୋଷ୍ଠୀୟମାନେ ଲେଖିଲେ। ସେମାନେ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯେଉଁ ପତ୍ର ପଠାଇଥିଲେ ତହିଁର ପ୍ରତିଲିପି ଏହି। ଫରାତ ନଦୀ ସେପାରିସ୍ଥ ଲୋକ ଆପଣଙ୍କ ଦାସମାନଙ୍କ ଠାରୁ ମହାରାଜଙ୍କ ନିକଟରେ ଜଣାଣ ଏହି ଯେ ଆପଣଙ୍କ ନିକଟରୁ ଆଗତ ଜିହୁଦୀୟ ଲୋକମାନେ ଜିରୁସାଲମକୁ ଆମ୍ଭମାନଙ୍କ ନିକଟକୁ ଆସିଅଛନ୍ତି। ସେମାନେ ସେହି ବିଦ୍ରୋହୀ ଦୁଷ୍ଟନଗର ନିର୍ମାଣ କରୁଅଛନ୍ତି ଓ ପ୍ରାଚୀର ସମାପ୍ତ କରି ଭିତ୍ତିମୂଳର ଜୀର୍ଣ୍ଣ ସଂସ୍କାର କରିଅଛନ୍ତି। ମହାରାଜଙ୍କ ନିକଟରେ ଜଣାଣ ଏହି ଯେ ଯେବେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ଯ୍ୟ ସମାପ୍ତ ହେବ ତେବେ ସେହି ଲୋକମାନେ କର, ରାଜସ୍ୱ ବା ଶୁଳ୍କ ଦେବେ ନାହିଁ। ପୁଣି ଶେଷରେ ତାହା ରାଜଗଣର କ୍ଷତିକର ହେବ। ଆମ୍ଭେମାନେ ରାଜଗୃହର ଲବଣ ଖାଉ ଓ ମହାରାଜଙ୍କର ଅପମାନ ଦେଖିବା ଆମ୍ଭମାନଙ୍କର ଉଚିତ ନୁହେଁ। ଏହେତୁ ଲୋକ ପଠାଇ ମହାରାଜଙ୍କୁ ଏହା ଜଣାଇଲୁ। ଆପଣଙ୍କ ପୂର୍ବପୁରୁଷଗଣର ଇତିହାସ ପୁସ୍ତକ ଅନୁସନ୍ଧାନ କରାଯାଉ। ତେବେ ସେହି ଇତିହାସ ପୁସ୍ତକରେ ଆପଣ ଦେଖିବେ ଓ ଜାଣିବେ ଯେ ଏହି ନଗର ବିଦ୍ରୋହୀ ନଗର ଆଉ ରାଜାଗଣ ଓ ପ୍ରଦେଶ ସମୂହ ପ୍ରତି ଅନିଷ୍ଟକର। ପୁଣି ସେମାନେ ପୂର୍ବକାଳରେ ତହିଁ ମଧ୍ୟରେ ଗଣ୍ଡଗୋଳ ଘଟାଇଅଛନ୍ତି। ତହିଁ ସକାଶୁ ଏହି ନଗର ବିନଷ୍ଟ ହୋଇଅଛି। ଆମ୍ଭେମାନେ ମହାରାଜଙ୍କୁ ଜଣାଉଅଛୁ ଯେ ଏହି ନଗର ନିର୍ମିତ ଓ ଏହି ପ୍ରାଚୀର କାର୍ଯ୍ୟ ସମାପ୍ତ ହେଲେ ତଦ୍ୱାରା ନଦୀ ସେପାରିରେ ଆପଣଙ୍କର କୌଣସି ଅଂଶ ରହିବ ନାହିଁ। ଏଥିରେ ରାଜା, ମନ୍ତ୍ରୀ ରହୁମ ଓ କାର୍ଯ୍ୟାଧ୍ୟକ୍ଷ ସିମସୟ ଓ ସେମାନଙ୍କ ସମରିଆ ନିବାସୀ ଅନ୍ୟ ସଙ୍ଗୀମାନଙ୍କର ଆଉ ନଦୀ ସେପାରିସ୍ଥ ଦେଶୀୟ ଅନ୍ୟାନ୍ୟ ଲୋକଙ୍କର ନିକଟକୁ ଉତ୍ତର ପଠାଇଲା, ଯଥା ତୁମ୍ଭମାନଙ୍କର ମଙ୍ଗଳ ହେଉ। ତୁମ୍ଭେମାନେ ଆମ୍ଭମାନଙ୍କ ନିକଟକୁ ଯେଉଁ ପତ୍ର ପଠାଇଅଛ ତାହା ଆମ୍ଭ ସାକ୍ଷାତରେ ସ୍ପଷ୍ଟ ରୂପେ ପାଠ କରାଯାଇଅଛି। ପୁଣି ଆମ୍ଭ ଆଜ୍ଞାର ଅନୁସନ୍ଧାନ କରାଯାଆନ୍ତେ ଦେଖାଯାଇଅଛି ଯେ ପୂର୍ବକାଳରେ ଏହି ନଗର ରାଜଗଣ ବିରୁଦ୍ଧରେ ଦ୍ରୋହ କରିଅଛି ଓ ତହିଁ ମଧ୍ୟରେ ରାଜଦ୍ରୋହ ଓ ଗଣ୍ଡଗୋଳ କରାଯାଇଅଛି। ମଧ୍ୟ ଜିରୁସାଲମରେ ପରାକ୍ରାନ୍ତ ରାଜାଗଣ ଥିଲେ। ସେମାନେ ନଦୀ ସେପାରିସ୍ଥ ସମସ୍ତ ଦେଶରେ ରାଜତ୍ୱ କଲେ। ଆଉ ସେମାନଙ୍କୁ କର, ରାଜସ୍ୱ ଓ ମାସୁଲ ଦିଆଗଲା। ଏଣୁ ଆମ୍ଭଠାରୁ ଆଜ୍ଞା ପ୍ରଚାରିତ ନ ହେବା ପର୍ଯ୍ୟନ୍ତ ସେହି ନଗର ଯେପରି ନିର୍ମିତ ନ ହେବ, ଏଥିପାଇଁ ଏବେ ତୁମ୍ଭେମାନେ ସେହି ଲୋକମାନଙ୍କୁ କର୍ମରୁ ନିବୃତ୍ତ ହେବାକୁ ଆଜ୍ଞା କର। ପୁଣି ସାବଧାନ, ଏହି ବିଷୟରେ ତୁମ୍ଭେମାନେ ହେଳା ନ କର। ରାଜାମାନଙ୍କ କ୍ଷତି ନିମନ୍ତେ କାହିଁକି ଅନିଷ୍ଟ ବୃଦ୍ଧି ପାଇବ? ତହିଁରେ ରହୁମ ଓ କାର୍ଯ୍ୟାଧ୍ୟକ୍ଷ ସିମସୟ ଓ ସେମାନଙ୍କ ସଙ୍ଗୀ ଲୋକଙ୍କ ନିକଟରେ ଅର୍ତ୍ତକ୍ଷସ୍ତ ରାଜାର ପତ୍ରର ପ୍ରତିଲିପି ପଢ଼ାଯାନ୍ତେ ସେମାନେ ଶୀଘ୍ର ଜିରୁସାଲମକୁ ଜିହୁଦୀୟମାନଙ୍କ ନିକଟକୁ ଯାଇ ବଳ ଓ କ୍ଷମତା ଦ୍ୱାରା ସେମାନଙ୍କୁ କର୍ମରେ ନିବୃତ୍ତ କଲେ। ତହୁଁ ଜିରୁସାଲମରେ ପରମେଶ୍ୱରଙ୍କ ଗୃହର କାର୍ଯ୍ୟ ବନ୍ଦ ହେଲା। ପୁଣି ପାରସ୍ୟ ରାଜା ଦାରିଏବସଙ୍କ ରାଜତ୍ୱର 2ୟ ବର୍ଷ ପର୍ଯ୍ୟନ୍ତ ତାହା ବନ୍ଦ ହୋଇ ରହିଲା। ଏଜ୍ରାଙ୍କ ପୁସ୍ତକ ଅଧ୍ୟାୟ 5। ମନ୍ଦିର କାର୍ଯ୍ୟର ପୁନରାରମ୍ଭ। ଏଥି ଉତ୍ତରେ ହାଗୟ ଭବିଷ୍ୟତ ବକ୍ତା ଓ ଇଦୋର ପୁତ୍ର ଜିଖରିୟ ଏହି ଭବିଷ୍ୟତ ବକ୍ତାମାନେ ଜିହୁଦା ଓ ଜିରୁସାଲମ ସ୍ଥିତ ଜିହୁଦୀୟମାନଙ୍କ ନିକଟରେ ଭବିଷ୍ୟତ ବାକ୍ୟ ପ୍ରଚାର କଲେ। ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ସେମାନଙ୍କ ନିକଟରେ ଭବିଷ୍ୟତ ବାକ୍ୟ ପ୍ରଚାର କଲେ। ତହିଁରେ ସଲ୍ଟିଏଲର ପୁତ୍ର ଜିରୁବାବିଲ ଓ ଯୋସାଦକର ପୁତ୍ର ଜେସୁୟ ଉଠି ଜିରୁସାଲମରେ ପରମେଶ୍ୱରଙ୍କ ଗୃହ ନିର୍ମାଣ କରିବାକୁ ଲାଗିଲେ। ଆଉ ପରମେଶ୍ୱରଙ୍କ ଭବିଷ୍ୟତ ବକ୍ତାମାନେ ସେମାନଙ୍କ ସଙ୍ଗେ ଥାଇ ସେମାନଙ୍କର ସାହାଯ୍ୟ କଲେ। ସେହି ସମୟରେ ତତନୟ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ସଥର ବୋଷଣୟ ଓ ସେମାନଙ୍କ ସଙ୍ଗୀମାନେ ଆସି ସେମାନଙ୍କୁ ପଚାରିଲେ, ଏହି ଗୃହ ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା? ତେବେ ଆମ୍ଭେମାନେ ସେମାନଙ୍କୁ ତଦନୁସାରେ ଉତ୍ତର ଦେଲୁ। ସେମାନେ ପଚାରିଲେ, ଏହି ନିର୍ମାଣକାରୀମାନଙ୍କ ନାମ କଣ? ମାତ୍ର ଜିହୁଦୀୟ ପ୍ରାଚୀନ ବର୍ଗ ପ୍ରତି
ସେମାନଙ୍କ ପରମେଶ୍ୱରଙ୍କ ଦୃଷ୍ଟି ଥିବାରୁ ଦାରିଏବସ୍ ନିକଟରେ ଏହି କଥା ଉପସ୍ଥିତ ନ ହେବା ଓ ପତ୍ର ଦ୍ୱାରା ସେହି ବିଷୟର ଉତ୍ତର ପୁନର୍ବାର ନ ଆସିବା ପର୍ଯ୍ୟନ୍ତ ଶତ୍ରୁମାନେ ସେମାନଙ୍କୁ ନିବୃତ୍ତ କଲେ ନାହିଁ। ଦାରିଏବସ୍ ରାଜା ନିକଟକୁ ତତନୟର ପତ୍ର। ତତନୟ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ସଥର ବୋଷଣୟ ଓ ନଦୀ ସେପାରିସ୍ଥ ତାହାର ସଙ୍ଗୀ ଅର୍ଫସଖୀୟମାନଙ୍କର ଦାରିଏବସ୍ ରାଜା ନିକଟକୁ ପ୍ରେରିତ ପତ୍ରର ପ୍ରତିଲିପି। ସେମାନେ ତାହା ନିକଟକୁ ଯେଉଁ ପତ୍ର ପଠାଇଲେ ତହିଁରେ ଏ ରୂପ ଲେଖା ଥିଲା, ମହାରାଜ ଦାରିଏବସଙ୍କର ସର୍ବଶାନ୍ତି। ମହାରାଜଙ୍କ ନିକଟରେ ଜଣାଣ ଏହି ଯେ ଆମ୍ଭେମାନେ ଜିହୁଦା ପ୍ରଦେଶରେ ମହାନ ପରମେଶ୍ୱରଙ୍କ ଗୃହକୁ ଯାଇଥିଲୁ। ତାହା ବଡ଼ ବଡ଼ ପ୍ରସ୍ତରରେ ନିର୍ମିତ ହେଉଅଛି ଓ କାନ୍ଥରେ କଡ଼ି ବସା ଯାଉଅଛି। ଆଉ ଏହି କାର୍ଯ୍ୟ ଯତ୍ନରେ ହେଉଅଛି ଓ ସେମାନଙ୍କ ହସ୍ତରେ ସଫଳ ହେଉଅଛି। ତେବେ ଆମ୍ଭେମାନେ ସେହି ପ୍ରାଚୀନ ବର୍ଗଙ୍କୁ ପଚାରି ଏହିପରି କହିଲୁ, ଏହି ଗୃହ ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା? ମଧ୍ୟ ଆମ୍ଭେମାନେ ଆପଣଙ୍କୁ ଜଣାଇବା ନିମନ୍ତେ ସେମାନଙ୍କ ପ୍ରଧାନ ବର୍ଗଙ୍କର ନାମ ଲେଖି ନେବାକୁ ସେମାନଙ୍କ ନାମ ପଚାରିଲୁ। ତହୁଁ ସେମାନେ ଆମ୍ଭମାନଙ୍କୁ ଏହି ଉତ୍ତର ଦେଲେ, ଆମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ପରମେଶ୍ୱରଙ୍କ ଦାସ। ପୁଣି ଏହି ଯେଉଁ ଗୃହ ନିର୍ମାଣ କରୁଅଛୁ, ଏହା ଅନେକ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା। ଇସ୍ରାଏଲର ଏକ ମହାରାଜ ତାହା ନିର୍ମାଣ କରି ସମାପ୍ତ କରିଥିଲେ। ମାତ୍ର ଆମ୍ଭମାନଙ୍କ ପୂର୍ବପୁରୁଷଗଣ ସ୍ୱର୍ଗର ପରମେଶ୍ୱରଙ୍କୁ କୋପାନ୍ୱିତ କଲା ଉତ୍ତାରେ ସେ ସେମାନଙ୍କୁ ବାବିଲର ରାଜା କଲ୍ଦିୟ ନବୁଖଦ୍ନେଚ୍ଛର ହସ୍ତରେ ସମର୍ପଣ କରନ୍ତେ ସେ ଏହି ଗୃହ ବିନାଶ କରି ଲୋକମାନଙ୍କୁ ବାବିଲକୁ ନେଇଗଲା। ମାତ୍ର ବାବିଲର ରାଜା କୋରସଙ୍କ ରାଜତ୍ୱର ପ୍ରଥମ ବର୍ଷରେ ପରମେଶ୍ୱରଙ୍କ ଏହି ଗୃହ ନିର୍ମାଣ କରିବା ପାଇଁ କୋରସ ରାଜା ଆଜ୍ଞା କଲେ। ଆହୁରି ନବୁଖଦ୍ନେଚ୍ଛର ପରମେଶ୍ୱରଙ୍କ ଗୃହର ଯେ ସକଳ ସ୍ୱର୍ଣ୍ଣମୟ ଓ ରୌପ୍ୟମୟ ପାତ୍ର ଜିରୁସାଲାମସ୍ଥ ମନ୍ଦିରରୁ ନେଇ ବାବିଲସ୍ଥ ମନ୍ଦିରକୁ ଆଣିଥିଲା, ତାହା ସବୁ କୋରସ ରାଜା ବାବିଲସ୍ଥ ମନ୍ଦିରରୁ ବାହାର କରିଦେଲେ। ପୁଣି ତାହା ସବୁ ଶେଷ ବର୍ଷର ନାମକ ତାଙ୍କ ନିଯୁକ୍ତ ଶାସନକର୍ତ୍ତା ହସ୍ତରେ ସମର୍ପିତ ହେଲା। ଆଉ ସେ ତାହାକୁ କହିଲେ, ଏହିସବୁ ପାତ୍ର ନେଇଯାଇ ଜିରୁସାଲାମସ୍ଥ ମନ୍ଦିରରେ ରଖ ଓ ପରମେଶ୍ୱରଙ୍କ ଗୃହ ସ୍ୱସ୍ଥାନରେ ନିର୍ମିତ ହେଉ। ତହିଁରେ ସେହି ଶେଷ ବର୍ଷର ଆସି ଜିରୁସାଲାମରେ ପରମେଶ୍ୱରଙ୍କ ଗୃହର ଭିତ୍ତିମୂଳ ସ୍ଥାପନ କଲା। ଆଉ ସେହି ସମୟଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ନିର୍ମିତ ହେଉଅଛି। ତଥାପି ତାହା ସମ୍ପୂର୍ଣ୍ଣ ହୋଇନାହିଁ। ଏହେତୁ ଯେବେ ମହାରାଜଙ୍କୁ ଉତ୍ତମ ଦେଖାଯାଏ, ତେବେ କୋରସ ରାଜା ଜିରୁସାଲାମରେ ପରମେଶ୍ୱରଙ୍କ ଏହି ଗୃହ ନିର୍ମାଣ କରିବାର ଆଜ୍ଞା ଦେଇଥିଲେ କି ନାହିଁ, ତାହା ବାବିଲସ୍ଥ ମହାରାଜଙ୍କ ଭଣ୍ଡାର ଗୃହରେ ଅନୁସନ୍ଧାନ କରାଯାଉ। ପୁଣି ଏହି ବିଷୟରେ ମହାରାଜ ଆମ୍ଭମାନଙ୍କ ନିକଟକୁ ଆପଣାର ଅଭିମତ ପ୍ରେରଣ କରନ୍ତୁ। ଏଜରାଙ୍କ ପୁସ୍ତକ ଅଧ୍ୟାୟ 6। ଦାରିଏବସଙ୍କ ଆଦେଶ। ସେତେବେଳେ ଦାରିଏବସ୍ ରାଜା ଆଜ୍ଞା କରନ୍ତେ ବାବିଲସ୍ଥ ଯେଉଁ ପୁସ୍ତକାଳୟରେ ଧନ ସଞ୍ଚିତ ହେଲା, ତାହା ଅନୁସନ୍ଧାନ କରାଗଲା। ପୁଣି ମାଦିଏ ପ୍ରଦେଶସ୍ଥ ଅକ୍ମଥା ନାମକ ରାଜଗୃହରେ ଏକ ନଳାକାର ପୁସ୍ତକ ପ୍ରାପ୍ତ ହେଲା। ତହିଁ ମଧ୍ୟରେ ସ୍ମରଣାର୍ଥେ ଏ ରୂପ ଲେଖା ହୋଇଥିଲା, କୋରସ ରାଜାଙ୍କ ରାଜତ୍ୱର ପ୍ରଥମ ବର୍ଷରେ କୋରସ ରାଜା ଜିରୁସାଲାମସ୍ଥିତ ପରମେଶ୍ୱରଙ୍କ ଗୃହ ବିଷୟରେ ଏହି ଆଜ୍ଞା କଲେ, ଲୋକମାନଙ୍କ ବଳିଦାନ ସ୍ଥାନ ସେହି ଗୃହ ନିର୍ମିତ ହେଉ ଓ ତହିଁର ଭିତ୍ତିମୂଳ ଦୃଢ଼ ରୂପେ ସ୍ଥାପିତ ହେଉ। ତହିଁର ଉଚ୍ଚତା 60 ହାତ ଓ ତହିଁର ପ୍ରସ୍ଥ 60 ହାତ ହେଉ। ତାହା 3 ଧାଡ଼ି ବଡ଼ ବଡ଼ ପ୍ରସ୍ତରରେ ଓ 1 ଧାଡ଼ି ନୂତନ କଡ଼ିକାଠରେ ଗୁନ୍ଥାଯାଉ। ଆଉ ରାଜଗୃହରୁ ତହିଁର ବ୍ୟୟ ଦିଆଯାଉ। ଆହୁରି ପରମେଶ୍ୱରଙ୍କ ଗୃହର ଯେ ସକଳ ସୁନା ଓ ରୂପାର ପାତ୍ର ନବୁଖଦ୍ନେଚ୍ଛର ଜିରୁସାଲାମସ୍ଥ ମନ୍ଦିରରୁ ନେଇ ବାବିଲକୁ ଆଣିଥିଲା, ତାହା ସବୁ ଫେରାଇ ଦିଆଯାଉ। ପୁଣି ପ୍ରତ୍ୟେକ ପାତ୍ର ପୁନର୍ବାର ଜିରୁସାଲାମସ୍ଥ ମନ୍ଦିରର ସ୍ୱ ସ୍ୱ ସ୍ଥାନକୁ ଅଣାଯାଉ। ଆଉ ତୁମ୍ଭେ ପରମେଶ୍ୱରଙ୍କ ଗୃହରେ ତାହା ସବୁ ରଖ। ଏହେତୁ ହେ ତତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ, ହେ ସଥର ବୋଷଣୟ, ତୁମ୍ଭେମାନେ ଓ ତୁମ୍ଭମାନଙ୍କ ସଙ୍ଗୀ ନଦୀ ସେପାରିସ୍ଥ ଅଫରସଖୀୟମାନେ ସେଠାରୁ ଦୂରରେ ଥାଅ। ପରମେଶ୍ୱରଙ୍କ ଏହି ଗୃହର କାର୍ଯ୍ୟରେ ହସ୍ତ ଦିଅ ନାହିଁ। ଜିହୁଦୀୟମାନଙ୍କର ଅଧ୍ୟକ୍ଷ ଓ ଜିହୁଦୀୟମାନଙ୍କର ପ୍ରାଚୀନ ବର୍ଗ ପରମେଶ୍ୱରଙ୍କ ଏହି ଗୃହ ସ୍ୱସ୍ଥାନରେ ନିର୍ମାଣ କରନ୍ତୁ। ଆହୁରି ପରମେଶ୍ୱରଙ୍କର ଏହି ଗୃହ ନିର୍ମାଣ କରିବା ନିମନ୍ତେ ତୁମ୍ଭମାନଙ୍କର ଏହି ଜିହୁଦୀୟ ପ୍ରାଚୀନ ବର୍ଗ ପ୍ରତି ଯାହା କର୍ତ୍ତବ୍ୟ, ତାହା ଆମ୍ଭେ ଆଜ୍ଞା କରୁଅଛୁ। ସେମାନଙ୍କର ବାଧା ଯେପରି ନ ଜନ୍ମେ, ଏଥିପାଇଁ ସେହି ଲୋକମାନଙ୍କୁ ରାଜସମ୍ପତ୍ତିରୁ ଅର୍ଥାତ୍ ନଦୀ ସେପାରିସ୍ଥ ରାଜକରରୁ ଅତି ଯତ୍ନପୂର୍ବକ ବ୍ୟୟ ଦିଆଯାଉ।
ପୁଣି ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ହୋମବଳି ନିମନ୍ତେ ଜିରୁସାଲାମସ୍ଥ ଯାଜକମାନଙ୍କ ବାକ୍ୟାନୁସାରେ ଯୁବା ବୃଷ ଓ ମେଷ ଶାବକ ଗହମ, ଲବଣ, ଦ୍ରାକ୍ଷରସ ଓ ତୈଳ ଯାହା ଯାହା ସେମାନଙ୍କର ପ୍ରୟୋଜନ ତାହା ସବୁ ଦିନକୁ ଦିନ ବିନା ବାଧାରେ ସେମାନଙ୍କୁ ଦିଆଯାଉ। ତହିଁରେ ସେମାନେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସୌରଭାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ନିମନ୍ତେ ପ୍ରାର୍ଥନା କରିବେ। ଆହୁରି ମୁଁ ଆଜ୍ଞା କରୁଅଛି ଯେ କେହି ଏହି ବାକ୍ୟ ଅନ୍ୟଥା କରିବ, ତାହାର ଗୃହରୁ ଏକ କଡ଼ି ବାହାର କରାଯାଇ ସେହି କାଷ୍ଠରେ ସେ ବନ୍ଧା ହୋଇ ଟଙ୍ଗାଯାଉ। ପୁଣି ତହିଁ ଲାଗି ତାହାର ଗୃହ ଖତରାଶି କରାଯାଉ। ଆଉ ଯେଉଁ ଯେଉଁ ରାଜା ଓ ଗୋଷ୍ଠୀୟମାନେ ପରମେଶ୍ୱରଙ୍କ ଜିରୁସାଲାମସ୍ଥ ଏହି ଗୃହ ବିନାଶ କରିବା ଅଭିପ୍ରାୟରେ ଉକ୍ତ ବାକ୍ୟ ଅନ୍ୟଥା କରିବାକୁ ହସ୍ତକ୍ଷେପ କରିବେ, ସେ ସମସ୍ତଙ୍କୁ ଜିରୁସାଲାମରେ ସ୍ୱନାମ ସ୍ଥାପନ କରି ପରମେଶ୍ୱର ଉଚ୍ଛିନ୍ନ କରନ୍ତୁ। ମୁଁ ଦାରିଆବସ୍ ଏହି ଆଜ୍ଞା ଦେଇଅଛି, ଏହା ଅତି ଯତ୍ନପୂର୍ବକ କରାଯାଉ। ମନ୍ଦିର ଉତ୍ସର୍ଗିତ। ତହିଁରେ ଦାରିଆବସ୍ ରାଜା ଏହି ଆଜ୍ଞା ପଠାଇବାରୁ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ତତନୟ ଓ ସଥର ବୋଷଣୟ ଓ ସେମାନଙ୍କ ସଙ୍ଗୀମାନେ ଅତି ଯତ୍ନପୂର୍ବକ ତଦନୁସାରେ କର୍ମ କଲେ। ଏଥିରେ ହାଗୟ ଭବିଷ୍ୟତ ବକ୍ତାଙ୍କର ଓ ଇଦ୍ଦୋର ପୁତ୍ର ଜିଖରିୟଙ୍କ ଭବିଷ୍ୟତ ବାକ୍ୟ ସହକାରେ ଜିହୁଦୀୟ ପ୍ରାଚୀନ ବର୍ଗ ମନ୍ଦିରକୁ ନିର୍ମାଣ କଲେ ଓ କୃତକାର୍ଯ୍ୟ ହେଲେ। ଆଉ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞାନୁସାରେ ଓ ପାରସ୍ୟ ରାଜା କୋରସ ଓ ଦାରିଆବସ୍ ଓ ଅର୍ତ୍ତକ୍ଷସ୍ତର ଆଜ୍ଞାନୁସାରେ ନିର୍ମାଣ କରି ସମାପ୍ତ କଲେ। ଦାରିଆବସ୍ ରାଜାର ରାଜତ୍ୱର 6ଠ ବର୍ଷରେ ଅଦର ନାମକ ମାସର 3ୟ ଦିନରେ ଏହି ଗୃହ ସମାପ୍ତ ହେଲା। ଏଥି ଉତ୍ତାରେ ଇସ୍ରାଏଲ ସନ୍ତାନଗଣ, ଯାଜକମାନେ ଓ ଲେବୀୟମାନେ ଓ ବନ୍ଦିତ୍ୱର ଅବଶିଷ୍ଟ ସନ୍ତାନଗଣ ଆନନ୍ଦରେ ପରମେଶ୍ୱରଙ୍କ ଏହି ଗୃହର ପ୍ରତିଷ୍ଠା ଉତ୍ସବ ପାଳନ କଲେ। ପୁଣି ପରମେଶ୍ୱରଙ୍କ ଏହି ଗୃହର ପ୍ରତିଷ୍ଠା ସମୟରେ ସେମାନେ 100 ବୃଷ, 200 ମେଷ, 400 ମେଷ ଶାବକ ଉତ୍ସର୍ଗ କଲେ। ଆଉ ସମଗ୍ର ଇସ୍ରାଏଲର ପାପାର୍ଥକ ବଳି ନିମନ୍ତେ ଇସ୍ରାଏଲୀୟ ଗୋଷ୍ଠୀର ସଂଖ୍ୟାନୁସାରେ 12 ଗୋଟି ଛାଗ ଉତ୍ସର୍ଗ କଲେ। ପୁଣି ସେମାନେ ମୋଶା ପୁସ୍ତକର ଲିଖନାନୁସାରେ ଜିରୁସାଲାମରେ ପରମେଶ୍ୱରଙ୍କ ସେବାର୍ଥେ ଯାଜକମାନଙ୍କୁ ସେମାନଙ୍କ ବିଭାଗାନୁସାରେ ଓ ଲେବୀୟମାନଙ୍କୁ ସେମାନଙ୍କ ପାଳି ଅନୁସାରେ ନିଯୁକ୍ତ କଲେ। ନିସ୍ତାର ପର୍ବ ପାଳିତ। ଏଥି ଉତ୍ତାରେ ପ୍ରଥମ ମାସର 14 ଦିନରେ ବନ୍ଦିତ୍ୱର ସନ୍ତାନଗଣ ନିସ୍ତାର ପର୍ବ ପାଳନ କଲେ। କାରଣ ଯାଜକମାନେ ଓ ଲେବୀୟମାନେ ଏକତ୍ର ଆପଣାମାନଙ୍କୁ ସୂଚୀ କଲେ। ସେ ସମସ୍ତେ ସୂଚୀ ହୋଇଥିଲେ। ଏଣୁ ସେମାନେ ବନ୍ଦିତ୍ୱର ସମଗ୍ର ସନ୍ତାନ ନିମନ୍ତେ, ଆପଣା ଯାଜକ ଭ୍ରାତୃଗଣ ନିମନ୍ତେ ଓ ଆପଣାମାନଙ୍କ ନିମନ୍ତେ ନିସ୍ତାର ପର୍ବର ବଳି ବଧ କଲେ। ଆଉ ବନ୍ଦିତ୍ୱର ପୁନରାଗତ ଇସ୍ରାଏଲ ସନ୍ତାନଗଣ ଓ ଯେଉଁମାନେ ସେମାନଙ୍କର ପକ୍ଷ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କର ଅନ୍ୱେଷଣ କରିବା ପାଇଁ ଦେଶ ନିବାସୀ ଅନ୍ୟ ଦେଶୀୟମାନଙ୍କର ଅସୁଚିତାରୁ ଆପଣାମାନଙ୍କୁ ପୃଥକ କରିଥିଲେ, ସେ ସମସ୍ତେ ଭୋଜନ କଲେ। ପୁଣି 7 ଦିନ ଆନନ୍ଦରେ ତାଡ଼ି ଶୂନ୍ୟ ରୁଟିର ପର୍ବ ପାଳନ କଲେ, କାରଣ ସଦାପ୍ରଭୁ ସେମାନଙ୍କୁ ଆନନ୍ଦିତ କରିଥିଲେ ଓ ଇସ୍ରାଏଲର ପରମେଶ୍ୱରଙ୍କ ଗୃହ କାର୍ଯ୍ୟରେ ସେମାନଙ୍କ ହସ୍ତ ସବଳ କରିବା ନିମନ୍ତେ ସେମାନଙ୍କ ପ୍ରତି ଅସୁରୀୟ ରାଜାର ଅନ୍ତଃକରଣ ଫେରାଇଥିଲେ। ଏଜ୍ରାଙ୍କ ପୁସ୍ତକ ଅଧ୍ୟାୟ 7। ଜିରୁସାଲାମରେ ଏଜ୍ରା ଅଧ୍ୟାପକ। ଏହିସବୁ ଘଟଣା ଉତ୍ତାରେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତର ଅଧିକାର ସମୟରେ ସରାୟର ପୁତ୍ର ଏଜ୍ରା ବାବିଲରୁ ଯାତ୍ରା କଲା। ଉକ୍ତ ସରାୟ ଅସରୀୟର ସନ୍ତାନ, ଅସରୀୟ ହିଲ୍କିୟର ସନ୍ତାନ, ହିଲ୍କିୟ ସଲୁମର ସନ୍ତାନ, ସଲୁମ ସାଦୋକର ସନ୍ତାନ, ସାଦୋକ ଅହିଟୁବର ସନ୍ତାନ, ଅହିଟୁବ ଅମରିୟର ସନ୍ତାନ, ଅମରିୟ ଅସରୀୟର ସନ୍ତାନ, ଅସରୀୟ ମରାୟତର ସନ୍ତାନ, ମରାୟତ ସରହିୟର ସନ୍ତାନ, ସରହିୟ ଉସିର ସନ୍ତାନ, ଉସି ବୁକିର ସନ୍ତାନ, ବୁକି ଅବିସୁୟର ସନ୍ତାନ, ଅବିସୁୟ ପିନ୍ହସର ସନ୍ତାନ, ପିନ୍ହସ ଇଲିଆସରର ସନ୍ତାନ, ଇଲିଆସର ପ୍ରଧାନ ଯାଜକ ହାରଣଙ୍କର ପୁତ୍ର। ଏହି ଏଜ୍ରା ବାବିଲରୁ ପ୍ରସ୍ଥାନ କଲେ। ସେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ପ୍ରଦତ୍ତ ମୋଶାଙ୍କ ବ୍ୟବସ୍ଥାରେ ନିପୁଣ ଅଧ୍ୟାପକ ଥିଲେ। ପୁଣି ତାଙ୍କ ପ୍ରତି ତାଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ହସ୍ତର ସହାୟତା ପ୍ରମାଣେ ରାଜା ତାହାର ସମସ୍ତ ପ୍ରାର୍ଥିତ ବିଷୟ ତାହାଙ୍କୁ ପ୍ରଦାନ କଲେ। ଆଉ ଅର୍ତ୍ତକ୍ଷସ୍ତ ରାଜାର 7ମ ବର୍ଷରେ ଇସ୍ରାଏଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲେବୀୟମାନଙ୍କର କେତେକ ଲୋକ, ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥିନୀୟମାନେ ଜିରୁସାଲାମକୁ ଗଲେ। ଆଉ
ଏଜ୍ରା ପଞ୍ଚମ ମାସରେ ଅର୍ଥାତ୍ ରାଜାର ସେହି ସପ୍ତମ ବର୍ଷରେ ଜିରୁସାଲମରେ ଉପସ୍ଥିତ ହେଲେ, କାରଣ ସେ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ଯାତ୍ରା ଆରମ୍ଭ କଲେ। ପୁଣି ତାଙ୍କ ପ୍ରତି ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେ ପଞ୍ଚମ ମାସର ପ୍ରଥମ ଦିନରେ ଜିରୁସାଲମରେ ଉପସ୍ଥିତ ହେଲେ। ଯେଣୁ ଏଜ୍ରା ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରିବାକୁ, ପୁଣି ଇସ୍ରାଏଲ ମଧ୍ୟରେ ବିଧି ଓ ଶାସନ ଶିକ୍ଷା ଦେବାକୁ ଆପଣ ମନୋନିବେଶ କରିଥିଲେ। ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ଦେଇଥିବା ପତ୍ର। ଅର୍ତ୍ତକ୍ଷସ୍ତ ରାଜା ଅଧ୍ୟାପକ ଏଜ୍ରା ଯାଜକକୁ ଅର୍ଥାତ୍ ସଦାପ୍ରଭୁଙ୍କ ଆଜ୍ଞା ବାକ୍ୟର ଓ ଇସ୍ରାଏଲ ପ୍ରତି ତାହାଙ୍କ ବିଧିର ଅଧ୍ୟାପକକୁ ଯେଉଁ ପତ୍ର ଦେଇଥିଲା, ତହିଁର ପ୍ରତିଲିପି ଏହି, ଯଥା ରାଜାଧିରାଜ ଅର୍ତ୍ତକ୍ଷସ୍ତ, ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥାଧ୍ୟାପକ ସିଦ୍ଧ ଇତ୍ୟାଦି ଏଜ୍ରା ଯାଜକ ପ୍ରତି ମୁଁ ଆଜ୍ଞା କରୁଅଛି ଯେ, ମୋ ରାଜ୍ୟସ୍ଥିତ ଇସ୍ରାଏଲ ମଧ୍ୟରୁ ଯେତେ ଲୋକ, ପୁଣି ସେମାନଙ୍କର ଯାଜକ ଓ ଲେବୀୟମାନେ ଜିରୁସାଲମକୁ ସ୍ୱେଚ୍ଛାରେ ଯିବାକୁ ମନ କରନ୍ତି, ସେମାନେ ତୁମ୍ଭ ସଙ୍ଗେ ଯାଆନ୍ତୁ। କାରଣ ତୁମ୍ଭ ହସ୍ତସ୍ଥିତ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ପ୍ରମାଣେ ଜିହୁଦା ଓ ଜିରୁସାଲମର ତତ୍ତ୍ୱାନୁସନ୍ଧାନ କରିବାକୁ, ପୁଣି ଜିରୁସାଲମରେ ଯାହାଙ୍କର ଆବାସ ଅଛି, ଇସ୍ରାଏଲର ସେହି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜା ଓ ତାଙ୍କ ମନ୍ତ୍ରୀଗଣର ସ୍ୱେଚ୍ଛାଦତ୍ତ ସୁନା ଓ ରୂପା, ଆଉ ବାବିଲର ସମୁଦାୟ ପ୍ରଦେଶରେ ତୁମ୍ଭେ ଯେ ସମସ୍ତ ରୂପା ଓ ସୁନା ପାଇବ, ପୁଣି ଲୋକମାନେ ଓ ଯାଜକମାନେ ସେମାନଙ୍କ ପରମେଶ୍ୱରଙ୍କ ଜିରୁସାଲମସ୍ଥିତ ଗୃହ ନିମନ୍ତେ ସ୍ୱେଚ୍ଛାପୂର୍ବକ ଯାହା ଦେବେ, ସେହିସବୁ ସ୍ୱେଚ୍ଛାଦତ୍ତ ଉପହାର ନେବା ନିମନ୍ତେ ତୁମ୍ଭେ ରାଜା ଓ ତାଙ୍କ ସପ୍ତମନ୍ତ୍ରୀ ଦ୍ୱାରା ପ୍ରେରିତ ହେଉଅଛ। ଏହେତୁ ତୁମ୍ଭେ ଏହି ମୁଦ୍ରା ଦ୍ୱାରା ଯତ୍ନପୂର୍ବକ ବୃଷ, ମେଷ ଶାବକ ଓ ତହିଁ ସଙ୍ଗେ ନିରୂପିତ ଭକ୍ଷ୍ୟ ଓ ପେୟ ନୈବେଦ୍ୟ କ୍ରୟ କରି ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଜିରୁସାଲମସ୍ଥିତ ଗୃହର ଯଜ୍ଞବେଦୀ ଉପରେ ଉତ୍ସର୍ଗ କରିବ। ଆଉ ଅବଶିଷ୍ଟ ରୂପା ଓ ସୁନାରେ ତୁମ୍ଭକୁ ଓ ତୁମ୍ଭ ଭ୍ରାତୃବର୍ଗଙ୍କୁ ଯାହା କରିବାକୁ ଭଲ ଦିଶିବ, ତାହା ତୁମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଇଚ୍ଛା ପ୍ରମାଣେ କରିବ। ପୁଣି ତୁମ୍ଭ ପରମେଶ୍ୱରଙ୍କ ଗୃହର ସେବାର୍ଥକ ଯେ ସକଳ ପାତ୍ର ତୁମ୍ଭକୁ ଦିଆଯାଉଅଛି, ତାହା ସବୁ ତୁମ୍ଭେ ଜିରୁସାଲମର ପରମେଶ୍ୱରଙ୍କ ସମ୍ମୁଖରେ ସମର୍ପଣ କର। ପୁଣି ତୁମ୍ଭ ପରମେଶ୍ୱରଙ୍କ ଗୃହ ନିମନ୍ତେ ପ୍ରୟୋଜନୀୟ ଆଉ ଯାହା କିଛି ତୁମ୍ଭକୁ ଦେବାକୁ ପଡ଼ିବ, ତାହା ରାଜାଙ୍କ ଭଣ୍ଡାର ଗୃହରୁ ଦିଅ। ଆଉ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥାଧ୍ୟାପକ ଏଜ୍ରା ଯାଜକ ତୁମ୍ଭମାନଙ୍କଠାରୁ ଯାହା ଯାହା ଚାହିଁବ, ତାହା ସବୁ 100 ତାଳନ୍ତ ପର୍ଯ୍ୟନ୍ତ ରୂପା ଓ 100 ମହଣ ପର୍ଯ୍ୟନ୍ତ ଗହମ ଓ 100 ମହଣ ପର୍ଯ୍ୟନ୍ତ ଦ୍ରାକ୍ଷରସ ଓ 100 ମହଣ ପର୍ଯ୍ୟନ୍ତ ତୈଳ ଓ ଅପରିମିତ ଲବଣ ଯତ୍ନପୂର୍ବକ ଦେବା ପାଇଁ ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜା ନଦୀ ସେପାରିସ୍ଥ ସମସ୍ତ କୋଷାଧ୍ୟକ୍ଷଙ୍କୁ ଆଜ୍ଞା କରୁଅଛୁ। ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଦ୍ୱାରା ଯାହା ଯାହା ଆଜ୍ଞା କରାଯାଇଅଛି, ତାହା ସବୁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଗୃହ ନିମନ୍ତେ ଠିକ୍ ରୂପେ କରାଯାଉ। କାରଣ ରାଜା ଓ ତାଙ୍କ ପୁତ୍ରଗଣର ରାଜ୍ୟ ବିରୁଦ୍ଧରେ କାହିଁକି କୋପ ବର୍ତ୍ତିବ? ଆହୁରି ଯାଜକମାନଙ୍କର ଓ ଲେବୀୟମାନଙ୍କର, ଗାୟକମାନଙ୍କର, ଦ୍ୱାରପାଳମାନଙ୍କର, ନଥିନୀୟମାନଙ୍କର ଓ ପରମେଶ୍ୱରଙ୍କ ଏହି ଗୃହର ସେବକମାନଙ୍କର କାହାରି ଉପରେ କର, ରାଜସ୍ୱ ବା ମାସୁଲ ବସାଇବା ବ୍ୟବସ୍ଥା ବିରୁଦ୍ଧ ହେବ ବୋଲି ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ। ଆଉ ହେ ଏଜ୍ରା, ତୁମ୍ଭ ପରମେଶ୍ୱରଙ୍କ ବିଷୟକ ଯେଉଁ ଜ୍ଞାନ ତୁମ୍ଭ ହସ୍ତରେ ଅଛି, ତଦନୁସାରେ ନଦୀ ସେପାରିସ୍ଥ ସମସ୍ତ ଲୋକଙ୍କର ବିଚାରାର୍ଥେ ଯେଉଁମାନେ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ଜାଣନ୍ତି, ଏପରି ଶାସନକର୍ତ୍ତା ଓ ବିଚାରକର୍ତ୍ତାମାନଙ୍କୁ ତୁମ୍ଭେ ନିଯୁକ୍ତ କର। ଆଉ ଯେ ତାହା ନ ଜାଣେ, ତାହାକୁ ତୁମ୍ଭେମାନେ ଶିକ୍ଷା ଦିଅ। ଆଉ ଯେ କେହି ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ରାଜବ୍ୟବସ୍ଥା ପାଳିବାକୁ ଅସମତ ହେବ, ସେହି ଦୋଷ ପ୍ରାଣଦଣ୍ଡର କି ନିର୍ବାସନର କି ଅର୍ଥଦଣ୍ଡର କି କାରାଦଣ୍ଡର ଯୋଗ୍ୟ ହେଉ ପଛେ ଯତ୍ନପୂର୍ବକ ତାହାର ଶାସନ କରାଯିବ। ଯେଉଁ ସଦାପ୍ରଭୁ ଆମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ଜିରୁସାଲମସ୍ଥିତ ଗୃହ ଶୋଭାନ୍ୱିତ କରିବାକୁ ରାଜାର ଅନ୍ତଃକରଣକୁ ଏ ରୂପ ଉଦ୍ଦୀପିତ କରିଅଛନ୍ତି, ଆଉ ରାଜାର ଓ ତାହାର ମନ୍ତ୍ରୀଗଣର ଓ ରାଜାର ପରାକ୍ରାନ୍ତ ଅଧିପତି ସମସ୍ତଙ୍କ ସାକ୍ଷାତରେ ମୋ ପ୍ରତି ଦୟା ପ୍ରକାଶ କରିଅଛନ୍ତି, ସେ ଧନ୍ୟ ହେଉନ୍ତୁ। ଏହି ରୂପେ ମୋ ପ୍ରତି ସଦାପ୍ରଭୁ ମୋ ପରମେଶ୍ୱରଙ୍କ ହସ୍ତର ସହାୟତା ପ୍ରମାଣେ ମୁଁ ସବଳ ହେଲି ଓ ମୋ ସଙ୍ଗେ ଯାତ୍ରା କରିବାକୁ ଇସ୍ରାଏଲ ମଧ୍ୟରୁ ପ୍ରଧାନ ଲୋକଙ୍କୁ ଏକତ୍ର କଲି। ଏଜ୍ରାଙ୍କ ପୁସ୍ତକ ଅଧ୍ୟାୟ 8। ନିର୍ବାସିତ ଲୋକଙ୍କ ବଂଶାବଳୀ। ଅର୍ତ୍ତକ୍ଷସ୍ତ ରାଜାର ଅଧିକାର ସମୟରେ ଆପଣା ଆପଣା ପିତୃବଂଶର ଯେଉଁ ପ୍ରଧାନ ବର୍ଗ ଆମ୍ଭ ସଙ୍ଗେ ବାବିଲରୁ ଯାତ୍ରା କଲେ, ସେମାନଙ୍କର ବଂଶାବଳୀ ଏହି, ଯଥା
ପିନହସର ସନ୍ତାନଗଣ ମଧ୍ୟରୁ ଗେର୍ସୋମ, ଇଥାମରର ସନ୍ତାନଗଣ ମଧ୍ୟରୁ ଦାନିଏଲ, ଦାଉଦଙ୍କର ସନ୍ତାନଗଣ ମଧ୍ୟରୁ ହଟୁସ୍, ସଖନିର ସନ୍ତାନଗଣ ମଧ୍ୟରୁ ପରିୟସର ସନ୍ତାନଗଣ ମଧ୍ୟରୁ ଜିଖରିୟ ଓ ପୁରୁଷମାନଙ୍କ ବଂଶାବଳୀ କ୍ରମେ ତାହା ସଙ୍ଗେ ଗଣିତ 150 ଜଣ। ପହତ ମୋୟାବର ସନ୍ତାନଗଣ ମଧ୍ୟରୁ ସରହିୟର ପୁତ୍ର ଇଲିହୋ ଐନୟ ଓ ତାହା ସଙ୍ଗେ 200 ପୁରୁଷ। ସଖନିୟର ସନ୍ତାନଗଣ ମଧ୍ୟରୁ ଜହସିଏଲର ପୁତ୍ର ତାହା ସଙ୍ଗେ 300 ପୁରୁଷ। ଆଉ ଆଦିନର ସନ୍ତାନଗଣ ମଧ୍ୟରୁ ଜୋନାଥନର ପୁତ୍ର ଏବଦ ଓ ତାହା ସଙ୍ଗେ 50 ପୁରୁଷ। ପୁଣି ଏଲମର ସନ୍ତାନଗଣ ମଧ୍ୟରୁ ଅଥଲିୟର ପୁତ୍ର ଜିସାୟାହ ଓ ତାହା ସଙ୍ଗେ 70 ପୁରୁଷ। ଆଉ ସଫଟିୟର ସନ୍ତାନଗଣ ମଧ୍ୟରୁ ମିଖାଏଲର ପୁତ୍ର ସବଦିୟ ଓ ତାହା ସଙ୍ଗେ 80 ପୁରୁଷ। ଜୋୟାବର ସନ୍ତାନଗଣ ମଧ୍ୟରୁ ଜିହିଏଲର ପୁତ୍ର ଅବଦିୟ ଓ ତାହା ସଙ୍ଗେ 218 ପୁରୁଷ। ଆଉ ସଲୋମିତ୍ର ସନ୍ତାନଗଣ ମଧ୍ୟରୁ ଯୋସିଫିୟର ପୁତ୍ର ଓ ତାହା ସଙ୍ଗେ 160 ପୁରୁଷ। ପୁଣି ବେବୟର ସନ୍ତାନଗଣ ମଧ୍ୟରୁ ବେବୟର ପୁତ୍ର ଜିଖରିୟ ଓ ତାଙ୍କ ସଙ୍ଗେ 28 ପୁରୁଷ। ଅସଗଦର ସନ୍ତାନଗଣ ମଧ୍ୟରୁ ହକାଟନର ପୁତ୍ର ଯୋହାନନ ଓ ତାହା ସଙ୍ଗେ 110 ପୁରୁଷ। ଆଉ ଅଦୋନିକାମର ସନ୍ତାନଗଣ ମଧ୍ୟରୁ କନିଷ୍ଠମାନେ ଓ ସେମାନଙ୍କ ନାମ ଏହି ଇଲିଫେଲଟ, ଜିଇଏଲ ଓ ସମୟୀୟ, ସେମାନଙ୍କ ସଙ୍ଗେ 60 ପୁରୁଷ। ଆଉ ବିଗବୟର ସନ୍ତାନଗଣ ମଧ୍ୟରୁ ଉଥୟ ଓ ଶକୁର ଓ ସେମାନଙ୍କ ସଙ୍ଗେ 70 ପୁରୁଷ। ପୁଣି ମୁଁ ଏମାନଙ୍କୁ ଅହବାଗାମିନୀ ନଦୀ ନିକଟରେ ଏକତ୍ର କଲି। ଆଉ ସେଠାରେ ଆମ୍ଭେମାନେ ଛାଉଣି କରି 3 ଦିନ ରହିଲୁ। ଏଥିରେ ମୁଁ ଲୋକମାନଙ୍କୁ ଓ ଯାଜକମାନଙ୍କୁ ନିରୀକ୍ଷଣ କରି ଲେବିର ସନ୍ତାନଗଣ ମଧ୍ୟରୁ କାହାକୁ ପାଇଲି ନାହିଁ। ତେବେ ମୁଁ ଇଲିଏଜର, ଅରିଏଲ, ସମୟୀୟ, ଇଲନାଥନ, ଜାରିବ, ଇଲନାଥନ, ନାଥନ, ଜିଖରିୟ ଓ ମସୁଲମ, ଏହି ପ୍ରଧାନ ଲୋକମାନଙ୍କୁ ମଧ୍ୟ ଜୋୟାରିବ ଓ ଇଲନାଥନ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି। ଏଥି ଉତ୍ତରେ ମୁଁ ସେମାନଙ୍କୁ କାସିଫିଆ ନାମକ ସ୍ଥାନର ପ୍ରଧାନ ଲୋକ ଇଦୋ ନିକଟକୁ ପଠାଇଲି। ପୁଣି ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଚାରକମାନଙ୍କୁ ଆଣ ବୋଲି କାସିଫିଆ ସ୍ଥାନସ୍ଥ ଇଦୋକୁ ଓ ତାହାର ଭ୍ରାତୃଗଣ ନଥିନୀୟମାନଙ୍କୁ କହିବା ପାଇଁ ମୁଁ ସେମାନଙ୍କୁ ଆଦେଶ କଲି। ତହୁଁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେମାନେ ଇସ୍ରାଏଲର ପୌତ୍ର ଲେବିର ପୁତ୍ର ମହଲିର ସନ୍ତାନଗଣ ମଧ୍ୟରୁ 1 ଜଣ ପ୍ରବୀଣ ଲୋକକୁ, ପୁଣି ସେରେବିୟ ଓ ତାହାର ପୁତ୍ର ଓ ଭ୍ରାତୃଗଣ ସମେତ 18 ଜଣକୁ, ଆଉ ହସବିୟ ଓ ତାହା ସଙ୍ଗେ ମରାରୀ ସନ୍ତାନଗଣ ମଧ୍ୟରୁ ଜିସାୟାହ, ତାହାର ଭ୍ରାତୃଗଣ ଓ ସେମାନଙ୍କ ପୁତ୍ରଗଣ ସମେତ 20 ଜଣକୁ, ଆଉ ଦାଉଦ ଓ ଅଧିପତିମାନେ ଯେଉଁ ନଥିନୀୟମାନଙ୍କୁ ଲେବିୟମାନଙ୍କ ସେବା କାର୍ଯ୍ୟ ନିମନ୍ତେ ଦେଇଥିଲେ ସେମାନଙ୍କ ମଧ୍ୟରୁ 220 ଜଣ ନଥିନୀୟ ଲୋକ ଆଣିଲେ। ଏ ସମସ୍ତଙ୍କ ନାମ ଲିଖିତ ହେଲା। ଉପବାସ ଓ ପ୍ରାର୍ଥନା। ଏଥି ଉତ୍ତରେ ଆମ୍ଭମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ବାଳକ ବାଳିକା ଓ ସକଳ ସମ୍ପତ୍ତି ନିମନ୍ତେ ଏକ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ଆପଣମାନଙ୍କୁ ନମ୍ର କରିବା ପାଇଁ ଆମ୍ଭେ ଅହବା ନଦୀ ନିକଟରେ ଉପବାସର ଘୋଷଣା କଲୁ। କାରଣ ପଥ ମଧ୍ୟରେ ଶତ୍ରୁ ବିରୁଦ୍ଧରେ ଆମ୍ଭମାନଙ୍କର ସାହାଯ୍ୟ କରଣାର୍ଥେ ରାଜାଙ୍କୁ ଏକ ଦଳ ସୈନ୍ୟ ଓ ଅଶ୍ୱାରୂଢ଼ ମାଗିବାକୁ ଆମ୍ଭର ଲଜ୍ଜାବୋଧ ହେଲା। ଯେହେତୁ ଯେଉଁମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରନ୍ତି ସେ ସମସ୍ତଙ୍କର ମଙ୍ଗଳ ନିମନ୍ତେ ସେମାନଙ୍କ ପ୍ରତି ତାହାଙ୍କ ହସ୍ତର ସହାୟତା ଅଛି, ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ୟାଗ କରନ୍ତି ସେ ସମସ୍ତଙ୍କ ପ୍ରତିକୂଳରେ ତାହାଙ୍କର ପରାକ୍ରମ ଓ କୋପ ଅଛି। ଏହି କଥା ଆମ୍ଭେମାନେ ରାଜାଙ୍କୁ କହିଥିଲୁ। ଏହେତୁ ଆମ୍ଭେମାନେ ଉପବାସ କଲୁ ଓ ତହିଁ ନିମନ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ବିନତି କଲୁ। ତହିଁରେ ସେ ଆମ୍ଭମାନଙ୍କ ପ୍ରତି ପ୍ରସନ୍ନ ହେଲେ। ମନ୍ଦିର ନିମନ୍ତେ ଉପହାର। ତହୁଁ ମୁଁ ଯାଜକମାନଙ୍କ ମଧ୍ୟରୁ 12 ଜଣ ପ୍ରଧାନ ଲୋକଙ୍କୁ ଅର୍ଥାତ୍ ସେରେବିୟ, ହସବିୟ ଓ ସେମାନଙ୍କ ସହିତ ସେମାନଙ୍କର 10 ଜଣ ଭ୍ରାତାଙ୍କୁ ପୃଥକ କଲି। ଆଉ ରାଜା ଓ ତାହାର ମନ୍ତ୍ରୀଗଣ ଓ ତାହାର ଅଧିପତିମାନେ ଓ ଉପସ୍ଥିତ ଇସ୍ରାଏଲ ଲୋକ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ନିମନ୍ତେ ଯେଉଁ ରୂପା ଓ ସୁନା ଓ ପାତ୍ର ସକଳ ଉପହାର ରୂପେ ପ୍ରଦାନ କରିଥିଲେ ତାହା ସେମାନଙ୍କୁ ତୌଲି ଦେଲି। ମୁଁ ସେମାନଙ୍କ ହସ୍ତରେ 650 ତାଳନ୍ତ ରୂପା ଓ 100 ତାଳନ୍ତ ରୌପ୍ୟମୟ ପାତ୍ର, 100 ତାଳନ୍ତ ସୁନା, 1000 ଡ୍ରାକ୍ମା ମୂଲ୍ୟର 20 ସ୍ୱର୍ଣ୍ଣମୟ ପାତ୍ର, ପୁଣି ସ୍ୱର୍ଣ୍ଣତୁଲ୍ୟ ବହୁମୂଲ୍ୟ ଉତ୍ତମ ଉଜ୍ଜ୍ୱଳ ପିତ୍ତଳର 2 ପାତ୍ର ତୌଲି ଦେଲି। ପୁଣି ମୁଁ ସେମାନଙ୍କୁ କହିଲି, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟ ଓ ପାତ୍ର ସକଳ ମଧ୍ୟ ପବିତ୍ର ଅଟେ। ଆଉ ଏହି ରୂପା ଓ ସୁନା
ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ଉପହାର ଅଟେ। ସଦାପ୍ରଭୁଙ୍କ ଜିରୁସାଲାମସ୍ଥ ଗୃହର କୋଠରୀରେ ପ୍ରଧାନ ଯାଜକବର୍ଗର ଓ ଲେବୀୟମାନଙ୍କର ଓ ଇସ୍ରାଏଲୀୟ ପିତୃବଂଶାଧିପତିମାନଙ୍କ ସାକ୍ଷାତରେ ଏହାସବୁ ତୋଳି ନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ସତର୍କ ହୁଅ ଓ ଏହାସବୁ ରକ୍ଷା କର। ତହିଁରେ ଯାଜକମାନେ ଓ ଲେବୀୟମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଜିରୁସାଲାମସ୍ଥ ଗୃହକୁ ଆଣିବା ପାଇଁ ସେହି ତୌଲା ରୂପା ଓ ସୁନା ଓ ପାତ୍ର ସକଳ ଗ୍ରହଣ କଲେ। ଏଥି ଉତ୍ତାରେ ଆମ୍ଭେମାନେ ଜିରୁସାଲାମକୁ ଯାତ୍ରା କରିବା ନିମନ୍ତେ ପ୍ରଥମ ମାସର 12 ଦିନ ଅହବା ନଦୀ ନିକଟରୁ ପ୍ରସ୍ଥାନ କଲୁ। ଆମ୍ଭମାନଙ୍କ ପରମେଶ୍ୱରଙ୍କ ହସ୍ତ ଆମ୍ଭମାନଙ୍କର ସହାୟ ହେଲା, ଆଉ ପଥ ମଧ୍ୟରେ ସେ ଶତ୍ରୁ ଓ ଛକି ବସିବା ଲୋକ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କଲେ। ତହିଁରେ ଆମ୍ଭେମାନେ ଜିରୁସାଲାମରେ ଉପସ୍ଥିତ ହୋଇ ସେଠାରେ 3 ଦିନ ବିଶ୍ରାମ କଲୁ। ତହୁଁ ଚତୁର୍ଥ ଦିନ ସେହି ରୂପା ଓ ସୁନା ଓ ପାତ୍ର ସକଳ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରେ ତୋଲା ଯାଇ ଉରିୟ ଯାଜକର ପୁତ୍ର ମରେମୋତ୍ ହସ୍ତରେ ଦିଆଗଲା। ତାହା ସଙ୍ଗେ ପିନହସର ପୁତ୍ର ଇଲିଆସର ଥିଲା, ଆଉ ସେମାନଙ୍କ ସଙ୍ଗେ ଜେସୁଇର ପୁତ୍ର ଯୋସାବଦ ଓ ବିନୁଇର ପୁତ୍ର ନୋୟଦୀୟ ଏହି ଲେବୀୟମାନେ ଥିଲେ। ସମଗ୍ର ଦ୍ରବ୍ୟ ଗଣିତ ଓ ପରିମିତ ହୋଇ ଦିଆଗଲା ଓ ସେହି ସମୟରେ ସେହି ସବୁର ଓଜନ ଲେଖାଗଲା। ନିର୍ବାସନରୁ ଆଗତ ବନ୍ଦିତ୍ୱର ସନ୍ତାନଗଣ ସମଗ୍ର ଇସ୍ରାଏଲ ନିମନ୍ତେ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ 12 ବୃଷ, 96 ମେଷ, 77 ମେଷ ଶାବକ, ପାପାର୍ଥକ ବଳି ନିମନ୍ତେ 12 ଛାଗ ଉତ୍ସର୍ଗ କଲେ। ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥକ ବଳି ଥିଲା। ଏଥି ଉତ୍ତାରେ ସେମାନେ ନଦୀ ସେପାରିସ୍ଥ ରାଜପ୍ରତିନିଧିମାନଙ୍କୁ ଓ ଦେଶାଧ୍ୟକ୍ଷମାନଙ୍କୁ ରାଜାଙ୍ଗୀୟ ପତ୍ର ସମର୍ପଣ କଲେ। ତହିଁରେ ସେମାନେ ଲୋକମାନଙ୍କର ଓ ପରମେଶ୍ୱରଙ୍କ ଗୃହ କାର୍ଯ୍ୟରେ ସାହାଯ୍ୟ କଲେ। ଏଜ୍ରାଙ୍କ ପୁସ୍ତକ ଅଧ୍ୟାୟ 9। ମିଶ୍ର ବିବାହ ନିମନ୍ତେ ପ୍ରାର୍ଥନା। ଏହିସବୁ କର୍ମ ସମାପ୍ତ ହେଲା ଉତ୍ତାରେ ଅଧିପତିମାନେ ଆମ୍ଭ ନିକଟକୁ ଆସି କହିଲେ, ଇସ୍ରାଏଲ ଲୋକମାନେ ଓ ଯାଜକମାନେ ଓ ଲେବୀୟମାନେ ଅନ୍ୟ ଦେଶୀୟ ଗୋଷ୍ଠୀୟମାନଙ୍କଠାରୁ ଆପଣାମାନଙ୍କୁ ପୃଥକ ନ କରି ସେମାନଙ୍କର ଅର୍ଥାତ୍ କିଣାନୀୟ, ହିତୀୟ, ପରିସୀୟ, ଜିବୁସୀୟ, ଅମୋନୀୟ, ମିଶରୀୟ ଓ ଇମରୀୟମାନଙ୍କର ଘୃଣାଯୋଗ୍ୟ କର୍ମାନୁସାରେ କରୁଅଛନ୍ତି। କାରଣ ସେମାନେ ଆପଣାମାନଙ୍କ ଓ ଆପଣାମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କର କନ୍ୟାଗଣଙ୍କୁ ଗ୍ରହଣ କରିଅଛନ୍ତି। ଏହି ରୂପେ ପବିତ୍ର ବଂଶ ଅନ୍ୟ ଦେଶୀୟ ଗୋଷ୍ଠୀୟମାନଙ୍କ ସଙ୍ଗେ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି। ଆହୁରି ଏହି ଅପରାଧରେ ଅଧିପତି ଓ ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ ହୋଇଅଛି। ତହିଁରେ ମୁଁ ଏହି କଥା ଶୁଣନ୍ତେ ଆପଣ ବସ୍ତ୍ର ଓ ଚୋଗା ଚିରି ଆପଣ ମସ୍ତକ ଓ ଦାଢ଼ିର କେଶ ଛିଣ୍ଡାଇ ବିସ୍ମିତ ହୋଇ ବସିଲି। ସେତେବେଳେ ନିର୍ବାସିତ ଲୋକମାନଙ୍କ ଅପରାଧ ହେତୁରୁ ଇସ୍ରାଏଲର ପରମେଶ୍ୱରଙ୍କ ବାକ୍ୟରେ କମ୍ପିତ ପ୍ରତ୍ୟେକ ଲୋକ ମୋର ନିକଟରେ ଏକତ୍ରିତ ହେଲେ। ପୁଣି ମୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟ ପର୍ଯ୍ୟନ୍ତ ବିସ୍ମିତ ହୋଇ ବସିଲି। ତହୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟରେ ମୁଁ ଆପଣ ଦୁଃଖିତାବସ୍ଥାରୁ ଉଠିଲି। ମୋ ଦେହରେ ମୋହର ଚିରା ବସ୍ତ୍ର ଓ ଚୋଗା ଥିଲା। ପୁଣି ମୁଁ ଆପଣା ଆଣ୍ଠୁ ପାତି ସଦାପ୍ରଭୁ ମୋ ପରମେଶ୍ୱରଙ୍କ ଆଡ଼େ ହସ୍ତ ବିସ୍ତାର କରି କହିଲି, ହେ ମୋହର ପରମେଶ୍ୱର, ମୁଁ ଲଜ୍ଜିତ ଅଛି। ହେ ମୋହର ପରମେଶ୍ୱର, ମୁଁ ତୁମ୍ଭ ଆଡ଼େ ମୁଖ ଟେକିବାକୁ ବିଷଣ୍ଣ ଅଛି। କାରଣ ଆମ୍ଭମାନଙ୍କ ଅପରାଧ ଆମ୍ଭମାନଙ୍କ ମସ୍ତକର ଊର୍ଦ୍ଧ୍ୱରେ ବଢ଼ି ଉଠିଅଛି ଓ ଆମ୍ଭମାନଙ୍କ ଦୋଷ ଗଗନସ୍ପର୍ଶୀ ହୋଇଅଛି। ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମୟଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ଅତିଶୟ ଦୋଷୀ ହୋଇଅଛୁ। ଆପଣାମାନଙ୍କ ଅପରାଧ ସକାଶୁ ଆଜିର ନ୍ୟାୟ ଆମ୍ଭେମାନେ ଆମ୍ଭମାନଙ୍କ ରାଜାଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀୟ ରାଜାଗଣ ହସ୍ତରେ ଖଡ଼୍ଗରେ, ବନ୍ଦିତ୍ୱରେ ଓ ଲୁଟରେ ଓ ମୁଖ ବିଷଣ୍ଣତାରେ ସମର୍ପିତ ହୋଇଅଛୁ। ପୁଣି ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କ ଚକ୍ଷୁ ପ୍ରସନ୍ନ କରିବେ ଓ ଆମ୍ଭମାନଙ୍କ ବନ୍ଦୀ ଅବସ୍ଥାରେ ଆମ୍ଭମାନଙ୍କୁ କିଞ୍ଚିତ୍ ଆଶ୍ୱାସ ଦେବେ, ଏଥିପାଇଁ ରକ୍ଷାର୍ଥେ ଆମ୍ଭମାନଙ୍କୁ ଅବଶିଷ୍ଟ ରଖିବାକୁ ଓ ଆପଣା ପବିତ୍ର ସ୍ଥାନରେ ଆମ୍ଭମାନଙ୍କୁ ଏକ ଖୁଣ୍ଟି ଦେବାକୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଠାରୁ କ୍ଷଣକାଳ ଅନୁଗ୍ରହ ପ୍ରକାଶିତ ହୋଇଅଛି। କାରଣ ଆମ୍ଭେମାନେ ବନ୍ଦୀ ଲୋକ ଅଟୁ। ତଥାପି ଆମ୍ଭମାନଙ୍କ ବନ୍ଦୀ ଅବସ୍ଥାରେ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ପରିତ୍ୟାଗ କରିନାହାନ୍ତି। ମାତ୍ର ଆମ୍ଭମାନଙ୍କୁ ଆଶ୍ୱାସ ଦେବା ପାଇଁ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ସ୍ଥାପନ କରିବା ପାଇଁ ଓ ତହିଁରେ ଭଗ୍ନସ୍ଥାନ ପୁନର୍ନିର୍ମାଣ କରିବା ପାଇଁ, ପୁଣି ଜିହୁଦା ଓ ଜିରୁସାଲାମରେ ଆମ୍ଭମାନଙ୍କୁ ଏକ ପ୍ରାଚୀର ଦେବା ପାଇଁ ସେ ପାରସ୍ୟ ରାଜାଗଣ ଦୃଷ୍ଟିରେ ଆମ୍ଭମାନଙ୍କ ପ୍ରତି ଦୟା ପ୍ରକାଶ କରିଅଛନ୍ତି। ଏବେ ହେ ଆମ୍ଭମାନଙ୍କ ପରମେଶ୍ୱର, ଏଥି ଉତ୍ତାରେ ଆମ୍ଭେମାନେ ଆଉ କଣ କହିବା?
ତୁମ୍ଭେ ଆପଣା ଦାସ ଭବିଷ୍ୟତ ବକ୍ତାଗଣ ଦ୍ୱାରା ଆଜ୍ଞା କରି କହିଥିଲ, ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ଅନ୍ୟ ଦେଶୀୟ ଗୋଷ୍ଠୀମାନଙ୍କ ଅସୁଚିତା ଦ୍ୱାରା ଅସୁଚି ଦେଶ ଅଟେ। ସେମାନଙ୍କର ଘୃଣାଯୋଗ୍ୟ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସେମାନଙ୍କ ଅସୁଚିତାରେ ପରିପୂର୍ଣ୍ଣ କରିଅଛି। ଏହେତୁ ତୁମ୍ଭେମାନେ ଆପଣାମାନଙ୍କ କନ୍ୟାଗଣକୁ ସେମାନଙ୍କ ପୁତ୍ରଗଣ ସହିତ ବିବାହ ଦିଅ ନାହିଁ, ଅବା ତୁମ୍ଭମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କ କନ୍ୟାଗଣକୁ ଗ୍ରହଣ କର ନାହିଁ, କି ଅବା ସେମାନଙ୍କ ଶାନ୍ତି ବା ଉନ୍ନତି କଦାପି ଚେଷ୍ଟା କର ନାହିଁ। ତହିଁରେ ତୁମ୍ଭେମାନେ ବଳବାନ ହେବ ଓ ଦେଶର ଉତ୍ତମ ଦ୍ରବ୍ୟ ଭୋଜନ କରିବ ଓ ସଦାକାଳ ଆପଣା ସନ୍ତାନଗଣର ଅଧିକାର ନିମନ୍ତେ ତାହା ରଖିଯିବ। ମାତ୍ର ଆମ୍ଭେମାନେ ତୁମ୍ଭର ଏହି ଆଜ୍ଞା ସବୁ ପରିତ୍ୟାଗ କରିଅଛୁ। ଏଣୁ ହେ ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭମାନଙ୍କ ଦୁଷ୍କର୍ମ ଓ ମହାଦୋଷ ସକାଶୁ ଆମ୍ଭମାନଙ୍କ ପ୍ରତି ଏହିସବୁ ଘଟିଲେ ହେଁ ତୁମ୍ଭେ ଯେ ଆମ୍ଭମାନଙ୍କ ଅପରାଧର ଉଚିତ ଦଣ୍ଡରୁ ଊଣା ଦଣ୍ଡ ଆମ୍ଭମାନଙ୍କୁ ଦେଇଅଛ ଓ ଆମ୍ଭମାନଙ୍କର ଏପରି ଅବଶିଷ୍ଟ ଲୋକ ରଖିଅଛ, ଏହା ଦେଖି ଆମ୍ଭେମାନେ କ'ଣ ପୁନର୍ବାର ତୁମ୍ଭର ଆଜ୍ଞା ଲଙ୍ଘନ କରିବୁ ଓ ଏହି ଘୃଣାଯୋଗ୍ୟ କର୍ମକାରୀ ଅନ୍ୟ ଗୋଷ୍ଠୀମାନଙ୍କ ସଙ୍ଗେ କୁଟୁମ୍ବିତ କରିବୁ? କଲେ ତୁମ୍ଭେ କ'ଣ ଆମ୍ଭମାନଙ୍କୁ ନିଃଶେଷ କରିବା ପର୍ଯ୍ୟନ୍ତ କ୍ରୁଦ୍ଧ ହେବ ନାହିଁ? ତହିଁରେ କେହି ଅବଶିଷ୍ଟ କି ରକ୍ଷିତ ରହିବେ ନାହିଁ। ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଧର୍ମମୟ ଅଟ, କାରଣ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ରକ୍ଷା ପାଇ ଅବଶିଷ୍ଟ ଅଛୁ। ଦେଖ, ଆମ୍ଭେମାନେ ତୁମ୍ଭ ସାକ୍ଷାତରେ ନିଜ ଦୋଷରେ ଦୋଷୀ ହୋଇଅଛୁ, କାରଣ ତହିଁ ସକାଶୁ କେହି ତୁମ୍ଭ ଛାମୁରେ ଠିଆ ହୋଇପାରେ ନାହିଁ। ଏଜରାଙ୍କ ପୁସ୍ତକ ଅଧ୍ୟାୟ 10। ଲୋକଙ୍କ ପାପ ସ୍ୱୀକାର। ଏଜରା ପରମେଶ୍ୱରଙ୍କ ଗୃହ ସମ୍ମୁଖରେ ପ୍ରାର୍ଥନା ଓ ସ୍ୱୀକାର, କ୍ରନ୍ଦନ ଓ ପ୍ରଣାମ କରିବା ସମୟରେ ଇସ୍ରାଏଲ ମଧ୍ୟରୁ ପୁରୁଷ ଓ ସ୍ତ୍ରୀ ଓ ବାଳକ ବାଳିକର ଏକ ମହାସମାଜ ତାଙ୍କ ନିକଟରେ ଏକତ୍ରିତ ହୋଇଥିଲେ। କାରଣ ଲୋକମାନେ ଅତିଶୟ କ୍ରନ୍ଦନ କଲେ। ଏଥିରେ ଏଲମର ସନ୍ତାନଗଣ ମଧ୍ୟରୁ ଜିହିଏଲର ପୁତ୍ର ସଖନିୟ ଏଜରାଙ୍କୁ ଉତ୍ତର କରି କହିଲା, ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କରି ଅନ୍ୟ ଦେଶୀୟ ଗୋଷ୍ଠୀମାନଙ୍କର ସ୍ତ୍ରୀମାନଙ୍କୁ ବିବାହ କରିଅଛୁ। ତଥାପି ଏହି ବିଷୟରେ ଏବେ ମଧ୍ୟ ଇସ୍ରାଏଲ ପକ୍ଷରେ ଭରସା ଅଛି। ଏହେତୁ ଆମ୍ଭେମାନେ ଏବେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହି ସକଳ ଭାର୍ଯ୍ୟା ଓ ଏମାନଙ୍କଠାରୁ ଜାତ ସମସ୍ତଙ୍କୁ ଦୂର କରିଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସହିତ ନିୟମ କରୁ, ଆଉ ଏହା ବ୍ୟବସ୍ଥାନୁସାରେ କରାଯାଉ। ଉଠନ୍ତୁ, କାରଣ ଆପଣଙ୍କ ଉପରେ ଏହି କାର୍ଯ୍ୟର ଭାର ଅଛି ଓ ଆମ୍ଭେମାନେ ଆପଣଙ୍କର ସହକାରୀ ଅଛୁ। ସାହସିକ ହୋଇ ଏହି କାର୍ଯ୍ୟ କରନ୍ତୁ। ଏଥିରେ ଏଜରା ଉଠି ଏହି ବାକ୍ୟାନୁସାରେ କାର୍ଯ୍ୟ କରିବା ପାଇଁ ଯାଜକମାନଙ୍କର, ଲେବୀୟମାନଙ୍କର ଓ ସମଗ୍ର ଇସ୍ରାଏଲର ପ୍ରଧାନ ବର୍ଗଙ୍କୁ ଶପଥ କରାଇଲେ। ତହିଁରେ ସେମାନେ ଶପଥ କଲେ, ତହୁଁ ଏଜରା ପରମେଶ୍ୱରଙ୍କ ଗୃହ ସମ୍ମୁଖରୁ ଉଠି ଇଲିଆସିବର ପୁତ୍ର ଜିହୋହାନନର କୋଠରୀକୁ ଗଲେ, ଆଉ ସେଠାରେ ଉପସ୍ଥିତ ହୁଅନ୍ତେ ରୁଟି ଭୋଜନ କି ଜଳପାନ କଲେ ନାହିଁ, କାରଣ ସେ ବନ୍ଦୀତ୍ୱର ଲୋକମାନଙ୍କ ସତ୍ୟ ଲଙ୍ଘନ ସକାଶୁ ଶୋକ କରୁଥିଲେ। ଏଥି ଉତ୍ତାରେ ଲୋକମାନେ ଜିହୁଦା ଓ ଜିରୁସାଲାମର ସର୍ବତ୍ର ବନ୍ଦୀତ୍ୱର ସନ୍ତାନ ସମସ୍ତଙ୍କ ନିକଟରେ ଘୋଷଣା କରି କହିଲେ ଯେ ସେମାନେ ଜିରୁସାଲାମରେ ଏକତ୍ରିତ ହେବେ, ଆଉ ଅଧିପତିମାନଙ୍କର ଓ ପ୍ରାଚୀନ ବର୍ଗର ମନ୍ତ୍ରଣାନୁସାରେ ଯେ କେହି 3 ଦିନ ମଧ୍ୟରେ ଉପସ୍ଥିତ ହେବ ନାହିଁ, ତାହାର ସର୍ବସ୍ୱ ହରଣ କରାଯିବ ଓ ସେ ନିଜେ ବନ୍ଦୀତ୍ୱର ସମାଜରୁ ପୃଥକ୍ କରାଯିବ। ତହୁଁ ଜିହୁଦା ଓ ବିନ୍ୟାମିନର ସମଗ୍ର ଲୋକ 3 ଦିନ ମଧ୍ୟରେ ଜିରୁସାଲାମରେ ଏକତ୍ରିତ ହେଲେ। ସେହି ନବମ ମାସର 20ତମ ଦିନ ଥିଲା। ଆଉ ସମଗ୍ର ଲୋକ ପରମେଶ୍ୱରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷୟ ଓ ମହାବୃଷ୍ଟି ସକାଶୁ କମ୍ପିତ ହେଉଥିଲେ। ତହିଁରେ ଏଜରା ଯାଜକ ଠିଆ ହୋଇ ସେମାନଙ୍କୁ କହିଲେ, ତୁମ୍ଭେମାନେ ସତ୍ୟ ଲଙ୍ଘନ କରିଅଛ ଓ ଇସ୍ରାଏଲର ଦୋଷ ବଢ଼ାଇବା ପାଇଁ ଅନ୍ୟ ଦେଶୀୟ ସ୍ତ୍ରୀମାନଙ୍କୁ ବିବାହ କରିଅଛ। ଏହେତୁ ଏବେ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ନିକଟରେ ସ୍ୱୀକାର କର ଓ ତାହାଙ୍କର ସନ୍ତୋଷଜନକ କର୍ମ କର, ଆଉ ଦେଶସ୍ଥ ଅନ୍ୟ ଗୋଷ୍ଠୀମାନଙ୍କଠାରୁ ଓ ଅନ୍ୟ ଦେଶୀୟ ସ୍ତ୍ରୀମାନଙ୍କଠାରୁ ଆପଣମାନଙ୍କୁ ପୃଥକ୍ କର। ସେତେବେଳେ ସମଗ୍ର ସମାଜ ଉତ୍ତର କରି ଉଚ୍ଚ ସ୍ୱରରେ କହିଲେ, ଆପଣ ଆମ୍ଭମାନଙ୍କ ବିଷୟରେ ଯେପରି କହିଲେ ଆମ୍ଭମାନଙ୍କୁ ସେପରି କରିବାକୁ ହେବ। ମାତ୍ର ଲୋକ ଅନେକ ଓ ଏବେ ଭାରି ବୃଷ୍ଟି ସମୟ, ଆଉ ଆମ୍ଭେମାନେ ବାହାରେ ଠିଆ ହେବାକୁ ଅସମର୍ଥ, କି ଅବା ଏହା 1 କି 2 ଦିନର କାର୍ଯ୍ୟ ନୁହେଁ, ଯେଣୁ ଏହି ବିଷୟରେ ଆମ୍ଭେମାନେ ମହା ଅପରାଧ କରିଅଛୁ। ଏହେତୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହେଉନ୍ତୁ, ପୁଣି
ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଚଣ୍ଡ କୋପ ଆମ୍ଭମାନଙ୍କ ଠାରୁ ନିବୃତ୍ତ ହେବା ପର୍ଯ୍ୟନ୍ତ ଓ ଏହି ବିଷୟରେ ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ନଗରସ୍ଥ ଯେଉଁ ଲୋକମାନେ ଅନ୍ୟ ଦେଶୀୟ ସ୍ତ୍ରୀମାନଙ୍କୁ ବିବାହ କରିଅଛନ୍ତି ସେ ସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଚାର କର୍ତ୍ତୃଗଣ ଆସନ୍ତୁ। ଏହି କଥା ବିରୁଦ୍ଧରେ କେବଳ ଅସାହେଲର ପୁତ୍ର ଜୋନାଥନ ଓ ତିକ୍ବର ପୁତ୍ର ଯହସିୟ ଉଠିଲେ, ଆଉ ମସୁଲମ ଓ ଲେବୀୟ ସବଥୟ ସେମାନଙ୍କର ସାହାଯ୍ୟ କଲେ। ମାତ୍ର ବନ୍ଦିତ୍ୱର ସନ୍ତାନମାନେ ସେହିପରି କର୍ମ କଲେ। ପୁଣି ଏଜ୍ରା ଯାଜକ ଓ ଆପଣା ଆପଣା ପିତୃବଂଶାନୁସାରେ ଓ ନାମାନୁସାରେ ନିର୍ଦ୍ଦିଷ୍ଟ ପିତୃବଂଶ ପ୍ରଧାନ କେତେକ ଲୋକ ପୃଥକ କରାଗଲେ, ଆଉ ସେମାନେ 10ମ ମାସର ପ୍ରଥମ ଦିନ ସେହି ବିଷୟ ଅନୁସନ୍ଧାନ କରିବାକୁ ବସିଲେ। ପୁଣି ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ଅନ୍ୟ ଦେଶୀୟ ସ୍ତ୍ରୀ ବିବାହକାରୀ ପୁରୁଷ ସମସ୍ତଙ୍କର ବିଚାର ସମାପ୍ତ କଲେ। ବିଦେଶିନୀ ପତ୍ନୀ ଥିବା ଲୋକମାନେ ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ ଯେଉଁମାନେ ଅନ୍ୟ ଦେଶୀୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ ସେମାନେ ଏହି ଯଥା ଯୋସାଦକର ପୁତ୍ର ଯେସୁୟର ସନ୍ତାନଗଣ ଓ ତାହାର ଭ୍ରାତୃଗଣ ମଧ୍ୟରୁ ମାସେୟ, ଇଲିଏଜର, ଜାରିବ ଓ ଗଦଲିୟ। ଏମାନେ ଆପଣା ଆପଣା ଭାର୍ଯ୍ୟକୁ ଦୂର କରିଦେବେ ବୋଲି ହସ୍ତ ଦେଲେ, ଆଉ ଦୋଷୀ ହେବାରୁ ସେମାନେ ଆପଣା ଆପଣା ଦୋଷ ସକାଶେ ପଲରୁ ଏକ ଏକ ମେଷ ଉତ୍ସର୍ଗ କଲେ। ଆଉ ଇମେରର ସନ୍ତାନମାନଙ୍କ ମଧ୍ୟରୁ ହନାନି ଓ ସବଦିୟ ଓ ହାରିମର ସନ୍ତାନମାନଙ୍କ ମଧ୍ୟରୁ ମାସେୟ, ଏଲିୟ, ସମୟୀୟ, ଜିହିଏଲ ଓ ଉସିୟ। ଆଉ ପଶହୁରର ସନ୍ତାନମାନଙ୍କ ମଧ୍ୟରୁ ଇଲିୟ ଐନୟ, ମାସେୟ, ଇସ୍ମାଏଲ, ନଥନେଲ, ଯୋସାବଦ ଓ ଇଲିଆସା। ଆଉ ଲେବୀୟମାନଙ୍କ ମଧ୍ୟରୁ ଯୋସାବଦ ଓ ସିମିଇ ଓ କଲାୟ, ଏହାକୁ କଲିଟ କହନ୍ତି, ପଥାହିୟ, ଜିହୁଦା ଓ ଇଲିଏଜର। ଆଉ ଗାୟକମାନଙ୍କ ମଧ୍ୟରୁ ଇଲିଆସିବ, ଦ୍ୱାରପାଳମାନଙ୍କ ମଧ୍ୟରୁ ଶଲ୍ଲୁମ ଓ ଟେଲମ ଓ ଉରି। ଇସ୍ରାଏଲ ମଧ୍ୟରେ ପରିୟସର ସନ୍ତାନମାନଙ୍କ ମଧ୍ୟରୁ ରମିୟ, ଜିସିୟ, ମଲକିୟ, ମିୟାମିନ, ଇଲିଆସର, ମଲକିୟ ଓ ବନାୟ। ଆଉ ଏଲମର ସନ୍ତାନଗଣ ମଧ୍ୟରୁ ମତନୀୟ, ଜିଖରିୟ ଓ ଜିହିଏଲ ଓ ଅବ୍ଦି ଓ ଜେରେମୋତ ଓ ଏଲିୟ। ଆଉ ସତୁର ସନ୍ତାନଗଣ ମଧ୍ୟରୁ ଇଲିଓ ଐନୟ, ଇଲିଆସିବ ଓ ମତନୀୟ ଓ ଜେରେମୋତ ଓ ସାବଦ ଓ ଅସିସା। ଓ ବେବୟର ସନ୍ତାନଗଣ ମଧ୍ୟରୁ ଜିହୋହାନନ, ହନାନୀୟ, ସବ୍ବେୟ, ଅତଲୟ। ଆଉ ବାନିର ସନ୍ତାନଗଣ ମଧ୍ୟରୁ ମସୁଲମ, ମଲ୍ଲୁକ ଓ ଅଦାୟା, ଜାସୁବ ଓ ସାଲ, ଜିରେମୋତ। ଆଉ ପହତ ମୋୟାବର ସନ୍ତାନଗଣ ମଧ୍ୟରୁ ଅଦନ ଓ କଲାଲ, ବନାୟ, ମାସେୟ, ମତନୀୟ, ବତ୍ସଲେଲ ଓ ବିନୁଇ ଓ ମନସି। ଆଉ ଆରିମର ସନ୍ତାନଗଣ ମଧ୍ୟରୁ ଇଲିଏଜର, ଜିସିୟ, ମଲକିୟ, ସମୟୀୟ, ସିମିୟନ, ବିନ୍ୟାମିନ, ମଲ୍ଲୁକ, ସେମରୀୟ। ହସୁମର ସନ୍ତାନଗଣ ମଧ୍ୟରୁ ମତନୟ, ମତତ, ସାବଦ, ଇଲିଫେଲଟ, ଜିରେମୟ, ମନସି, ସିମିଇ। ବାନିର ସନ୍ତାନଗଣ ମଧ୍ୟରୁ ମାଦୟ, ଅମ୍ରାମ ଓ ଉଏଲ, ବନାୟ, ବେଦିଆ, କଲୁହୁ, ହନିୟ, ମରେମୋତ, ଇଲିଆସିବ, ମତନୀୟ, ମତନୟ ଓ ଜାସୟ। ଆଉ ବାନି ଓ ବିନୁଇ, ସିମିଇ, ସେଲିମିୟ ଓ ନାଥନ ଓ ଅଦାୟା, ମଗ୍ନଦବୟ, ସାସୟ, ସାରୟ, ଅସରେଲ ଓ ସେଲିମିୟ, ସେମରୀୟ, ଶଲ୍ଲୁମ, ଅମରୀୟ, ଯୋସେଫ। ନବର ସନ୍ତାନଗଣ ମଧ୍ୟରୁ ଜିଇଏଲ, ମତଥୀୟ, ସାବଦ, ସବିନହ, ଯଦୋୟ ଓ ଜୋଏଲ, ବନାୟ। ଏ ସମସ୍ତେ ଅନ୍ୟ ଦେଶୀୟ ଭାର୍ଯ୍ୟ ଗ୍ରହଣ କରିଥିଲେ। ଆଉ ସେହି ଭାର୍ଯ୍ୟମାନଙ୍କ ଠାରୁ କାହାରି କାହାରି ସନ୍ତାନ ସନ୍ତତି ଜାତ ହୋଇଥିଲେ।